ତୁମରି ଇଚ୍ଛା ପୂର୍ଣ୍ଣ ହେଉ, ତୁମ କର୍ମ ସଂସିଦ୍ଧ ହେଉ। ଆମ ଭକ୍ତିକୁ ଦୃଢ଼ କର, ସମର୍ପଣକୁ ବର୍ଦ୍ଧିତ କର, ପଥ ଜ୍ୟୋତିର୍ମୟ କର। ଅନ୍ତରରେ ଆମ୍ଭେମାନେ ତୋତେ ପରମ ଅଧୀଶ୍ୱର ରୂପେ ପ୍ରତିଷ୍ଠା କରୁଛୁ। ତୁ ଯେପରି ସମଗ୍ର ପୃଥିବୀର ପରମ ଅଧୀଶ୍ୱର ହୋଇପାରୁ। ଆମ୍ଭମାନଙ୍କର ବାକ୍ୟ ଏବେ ବି ଅଜ୍ଞାନାଚ୍ଛନ୍ନ, ତାହାକୁ ଆଲୋକିତ କର। ଆମ୍ଭମାନଙ୍କର ଅଭିପ୍ସା ଏବେ ବି ମଳିନ, ତାହାକୁ ଶୁଦ୍ଧ କର। ଆମ୍ଭମାନଙ୍କର କର୍ମ ଏବେ ବି ଅସମର୍ଥ, ତାହାକୁ ସାମର୍ଥ୍ୟ ଯୁକ୍ତ କର। ହେ ଭଗବାନ, ହେ ମା, ଏହି ପୃଥିବୀ ଆର୍ତ ଶୋକଗ୍ରସ୍ତ ବିଶୃଙ୍ଖଳା ଏହାକୁ ବାସକୁର କରିଛି। ଅନ୍ଧକାର ଏତେ ଘନୀଭୂତ ଯେ ଏକମାତ୍ର ତୁ ହିଁ ତାକୁ ଦୂର କରିପାରୁ। ଆସ, ପ୍ରକାଶ ହୁଅ, କର୍ମ ତୋର ସଂସିଦ୍ଧ ହେଉ, କର୍ମ ତୋର ସଂସିଦ୍ଧ ହେଉ। ମା ଶ୍ରୀ ଅରବିନ୍ଦଙ୍କର ଜୟ ହେଉ। ପରମ ପ୍ରଭୁ ଶ୍ରୀ ଅରବିନ୍ଦ ଦିବ୍ୟ ଜନନୀଙ୍କ ଚରଣ କମଳରେ ମୋର ଆନ୍ତରିକ କୃତଜ୍ଞତା ପୂର୍ଣ୍ଣ ପ୍ରାର୍ଥନା ଜଣାଇ ନିବେଦନ କରୁଛି ଯେ ସେମାନେ ଆମର ଏ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶ୍ରୋତା ବକ୍ତା ଉଭୟଙ୍କୁ ବୁଝିବା ଆଉ ବୁଝେଇବାରେ ସହାୟକ ହେବେ। କାରଣ ସାବିତ୍ରୀ କେବଳ ମା ହିଁ ବୁଝେଇ ପାରନ୍ତି, ଆଉ କିଏ ନୁହେଁ। ତେଣୁ ତାଙ୍କର ଉପସ୍ଥିତିରେ ଆମେ ଯନ୍ତ୍ର ଭଳି ହୁଏତ କିଛି ଅର୍ଥାନ୍ତର କରୁ, କିନ୍ତୁ ପ୍ରକୃତରେ ସେ ବୁଝାନ୍ତି ସିଏ। ତେଣୁ ତାଙ୍କୁ ଆମେ ପ୍ରାର୍ଥନା କରିବା, ସେ ଏଇଠି ଉପସ୍ଥିତ ରହି ବକ୍ତା ଓ ଶ୍ରୋତା ଉଭୟଙ୍କୁ ବୁଝେଇବା ଓ ବୁଝିବାରେ ସହାୟତା କରିବେ। ତତ୍ସହିତ ଆପଣମାନେ ଯୋଉମାନେ ଇଚ୍ଛା କରି ଏଥିରେ ଯୋଗ ଦେଇଛନ୍ତି, ସେ ସମସ୍ତଙ୍କୁ ମୋର ନମସ୍କାର ପୂର୍ବକ ସ୍ୱାଗତ କରୁଛି। ଗତ ଥର ଆମେ ଯାହା ସବୁ ଆଲୋଚନା କରିଥିଲେ, ବିରଞ୍ଜି ଭାଇ ମତେ କହିଲେ ଯେ ସେ ଲାଷ୍ଟ ଟା କ୍ଲିୟର ହେଲାନି, ଲାଷ୍ଟ ଟାକୁ ଆଉ ଟିକେ ଭଲକିରି କ୍ଲିୟର କରିଦେବେ। ତେଣୁ ମୁଁ ଗତ ଥରର ଶେଷ ଭାଗର କିଛି ଅଂଶ ପାଠ କଲା ପରେ ଆଜିର କଥାକୁ ଆସିବି। ଆପଣ ମାନେ ଦେଖନ୍ତୁ, ଗତ ଥର ର ଗୋଟେ ଅଂଶ ବି ଏଥିରେ ଆସିଛି। ଦିବ୍ୟ ଜ୍ୟୋତିର ବାକ୍ ସହିତ ଏକ ସ୍ପନ୍ଦିତ ନିରବତା ମଧ୍ୟ ଦେଇ ଆବିଷ୍କାରର ଏକ ସୀମାହୀନ ସାଗର ଉପରେ। ଏ ବାକ୍ୟର ପୂର୍ବାଂଶରେ ରହିଛି, କାଳାତୀତ ମହାସତ୍ୟର ଏକ ହିରଣ୍ମୟ ସୁମହାନ ସୂର୍ଯ୍ୟ ଶାଶ୍ୱତ ପରମ ରଶ୍ମିର ରହସ୍ୟ ଢାଳି ଦଉଥିଲେ। କୋଉଠି ଢାଳି ଦଉଥିଲେ? ଦିବ୍ୟ ଜ୍ୟୋତିର ବାକ୍ ସହିତ ଏକ ସ୍ପନ୍ଦିତ ନିରବତା ମଧ୍ୟ ଦେଇ ଆବିଷ୍କାରର ଏକ ସୀମାହୀନ ସାଗର ଉପରେ। କିନ୍ତୁ ୟାକୁ ବୁଝିବା ପାଇଁ ଆଉ ଟିକେ ଆମେ ଆଗକୁ ଯିବା। ସେ ଗୋଟେ ପେସେଜ, ସେଇ ପେସେଜଟାରେ ଆର ସବୁ ରହସ୍ୟ ତତ୍ଵ ରହିଛି। ତେଣୁ ସେ ପେସେଜ ଟାକୁ ଆଉ ଥରେ ଟିକେ ରିଭାଇଭ କରିବା। ଏ ପୃଷ୍ଠାର ଆରମ୍ଭରେ, ଗତ ପୃଷ୍ଠାର ଆରମ୍ଭରେ ଦି ଲାଇନ, ଗୋଟେ ଲାଇନ ଛାଡି ଆମର ଅଛି, immutable the rhythmic calm and joy he saw sovereignly free in limitless light, the unfallen plains, the thought created worlds, where knowledge is the leader of the act and master is the thinking substance made, feeling a heaven umbad
poised on dreaming wings, answers truth's call as to a parent's voice. ଆଉ ଦି ଚାରି ଲାଇନ ଏକାଥରେ ପଢିବା। ଇମ୍ୟୁଟେବୁଲ, ଏ ଯୋଉ ଉପରେ ଯୋଉ ଅଶ୍ୱପତି କଣ କରିଛନ୍ତି ବର୍ତ୍ତମାନ, ଗୋଟିଏ ଟ୍ରିପୁଲ ୱାର୍ଡ ଉର୍ଦ୍ଧ୍ୱରେ ଠିଆ ହେଇ ଆଉ ଏକ ଟ୍ରିପୁଲ ୱାର୍ଡକୁ ଦେଖୁଛନ୍ତି। ସେ ଯୋଉ ଟ୍ରିପୁଲ ୱାର୍ଡର ଶେଷ ସୀମାରେ ଠିଆ ହୋଇଛନ୍ତି, ସେଇ ଟ୍ରିପୁଲ ୱାର୍ଡଟି କଣ? ଫିଜିକାଲ ମାଇଣ୍ଡ, ଭାଇଟାଲ ମାଇଣ୍ଡ and reasoning mind। এইଭଳି ଏକ ନିମ୍ନ ମନର ତିନୋଟି ବିଭାବ, ସେ ହଉଛି ଟ୍ରିପଲ, ଏବଂ ସେ ତିନୋଟି ବିଭାଗର ଉର୍ଦ୍ଧ୍ୱରେ ଠିଆ ହୋଇ ଆଉ ଏକ ଟ୍ରିପଲ ଜଗତକୁ ଦେଖୁଛନ୍ତି, ଆଉ ଏକ ତ୍ରିଧା ଜଗତକୁ ଉର୍ଦ୍ଧ୍ୱରେ ଥିବା ତ୍ରିଧା ଜଗତକୁ ଦେଖୁଛନ୍ତି। ଏ ତ୍ରିଧା ଜଗତକୁ ମୁଁ କହିଦେଇ ପାରିବି ଯେ ତ୍ରିଧା ଜଗତ କିଏ? ହାୟର ମାଇଣ୍ଡ, ଇଲ୍ୟୁମିନ ମାଇଣ୍ଡ and intuitive mind। এই ଯୋଉ ତ୍ରିଧା ଜଗତ ଉର୍ଦ୍ଧ୍ୱରେ ଅଛି, ୟା ପରେ ଏ ତ୍ରିଧା ଜଗତକୁ ଦେଖୁଛନ୍ତି, ତାପରେ ଦେଖୁଛନ୍ତି ସିଏ ଅଧିମାନସ ଅଧିମାନସକୁ ଦେଖୁଛନ୍ତି। ଏବଂ ଅଧିମାନସ ପୂର୍ବରୁ ଏ ତିନୋଟି ଷ୍ଟେଜ ଆସିବ, ଯୋଉ ଷ୍ଟେଜ ଗୁଡାକୁ ସରି ଟ୍ରିପୁଲ ୱାର୍ଲଡ ବୋଲି କୁହାଯାଉଛି। ଏ ଟ୍ରିପୁଲ ୱାର୍ଲଡଟା ଦେଖିବାକୁ କେମିତି, ଏ ଟ୍ରିପୁଲ ୱାର୍ଲଡଟା କଣ, ଯେମିତି ଅଶ୍ୱପତି ସବୁବେଳେ କରନ୍ତି ଯେ କୁହାଯାଇଥିବା ସମସ୍ତ ବିଷୟବସ୍ତୁର ଉର୍ଦ୍ଧ୍ୱରେ ରହି ପୁଣି ପଛକୁ ଫେରି ତାକୁ ଯୋଡୁଛନ୍ତି। ସେଇ ବିଷୟ କଣ ସବୁ ଦେଖିଲେ ଏଠି ସେ କଥାଟି କୁହାଯାଇଛି ଏଇ ଯୋଉ 10-15 ଲାଇନରେ। କଣ ସେ ସବୁ? ଛନ୍ଦମୟ ପ୍ରଶାନ୍ତି ଓ ଆନନ୍ଦରେ ଦୃଢ ଓ ଅପରିବର୍ତ୍ତନୀୟ ହୋଇ, ରିଦମିକ କାମ ଏଣ୍ଡ ଜୟ। ରିଦମିକ ଅର୍ଥ ଛନ୍ଦମୟ, ଯୋଉ ପ୍ରଶାନ୍ତିରେ ଗୋଟେ ଛନ୍ଦ ଅଛି, ସେଇ ଛନ୍ଦମୟ ପ୍ରଶାନ୍ତିର ଓ ଆନନ୍ଦ ଦୁଇଟି ଯାକର ଦୃଢ ଭାବରେ ଅପରିବର୍ତ୍ତନୀୟ ରହି, ଇମ୍ୟୁଟେବୁଲ ହୋଇ ସେ ଦେଖିଲେ। କଣ ଦେଖିଲେ? ଅଶ୍ୱପତି ଦେଖିଲେ ସୀମାହୀନ ଆଲୋକର ସର୍ବଭୌମ୍ୟ ଭାବେ ମୁକ୍ତ ସେହି ଅପତିତ ଲୋକ ସବୁ, ସେହି ଚିନ୍ତା ସୃଷ୍ଟି ଜଗତ ରାଜି। ଏ କଣ ଇଣ୍ଡିକେଟ କରୁଛି? ସେ ଯୋଉଟାକୁ ଦେଖୁଛନ୍ତି ସେଗୁଡାକ ସବୁ ସୀମାହୀନ ଆଲୋକର ସର୍ବଭୌମ୍ୟ ଭାବେ ମୁକ୍ତ। ସୀମାହୀନ ଆଲୋକରେ ସେଥିରେ ଯୋଉ ଆଲୋକ ରହିଛି, ସେ ଆଲୋକ ସୀମାହୀନ ଉର୍ଦ୍ଧ୍ୱକୁ ବହୁତ ବାଟ ଯାଇଛି। ସିଏ ସେଇ ଆଲୋକର ସର୍ବଭୌମ୍ୟ ଭାବେ, ସାମଗ୍ରିକ ଭାବେ ସର୍ବଭୌମ୍ୟ ଭାବେ ସୋଭରେନଲି ଫ୍ରି, ମୁକ୍ତ। ସେଠି ଆଉ ଅନ୍ଧକାର ନାହିଁ, କି କିଛି ଢାଙ୍କିବା ପାଇଁ ନାହିଁ। ସେ ଏକଦମ ସମ୍ପୂର୍ଣ୍ଣ ରୂପେ ମୁକ୍ତ। ଅପତିତ ଲୋକ ସବୁ, ଯୋଉ ଲୋକ ଗୁଡାକ ସବୁ ପତିତ ହେଇନାହାନ୍ତି, ଅନଫଲେନ, ଅପତିତ ଲୋକ ସବୁ ସେଗୁଡା କିଏ? ସେମାନେ ଚିନ୍ତା ସୃଷ୍ଟ ଜଗତର ରାଜି। ସେଇମାନେ ହିଁ ଚିନ୍ତା ସୃଷ୍ଟି କରନ୍ତି। ସେଇ ଉର୍ଦ୍ଧ୍ୱର ଆମେ ଦେଖିବା ଆଟ ପଢିଲା ବେଳେ, ସେଇ ଉର୍ଦ୍ଧ୍ୱ ଜଗତ ତିନୋଟି ହିଁ ଚିନ୍ତା ସୃଷ୍ଟି କରନ୍ତି। ଯିଏ ହାୟର ମାଇଣ୍ଡକୁ ଯିବ ସେ ହାୟର ଚିନ୍ତା ପ୍ରାପ୍ତ କରିବ, ଯିଏ ଇଲ୍ୟୁମିନ ମାଇଣ୍ଡକୁ ଯିବ ସେ ଇଲ୍ୟୁମିନ ଥଟ୍ ଚିନ୍ତା କରିବ, ଏବଂ ଯିଏ ଇଣ୍ଟୁଟିଭ ମାଇଣ୍ଡ ଯିବ ଇଣ୍ଟୁଟିଭ ଚିନ୍ତା କରିବ। ଏଇଭଳିଆ ଚିନ୍ତା ସୃଷ୍ଟିକାରୀ ଥଟ୍ କ୍ରିଏଟର ୱାର୍ଲଡ ଜଗତର ଆଜି। ସେଠାରେ ପରମ ଜ୍ଞାନ ହେଲା କର୍ମର ନେତା। ସେଠାରେ ଯୋଉ ଜ୍ଞାନ ହଉଛି, ଜ୍ଞାନ ଦ୍ଵାରା, ଜ୍ଞାନ ହିଁ ସେଠି ନେତା, ଜ୍ଞାନ ହିଁ ସବୁକୁ ଚର୍ଚ୍ଚା କରୁଛି ସେ ତିନୋଟି ଜାଗ ଜଗତରେ। ଆମର ଏଇ ଜଗତରେ କଣ? ଏଇ ତ୍ରିଧା ଜଗତରେ ଅଜ୍ଞାନ ହଉଛି ଇଗ୍ନୋରାନ୍ସ। ଇଗ୍ନୋରାନ୍ସ ହଉଛି ଆମକୁ ଲିଡ କରୁଛି। ଇଗ୍ନୋରାନ୍ସ ଭିତର ଦେଇକିରି ଆମେ ଆଗକୁ ଯାଉଛୁ। ସେଇ ଜଗତ ଗୁଡାକରେ କିନ୍ତୁ ଲିଡର ହଉଛି ନଲେଜ, ଜ୍ଞାନୀ ହଉଛି ଲଜର। ଯେଉଁଠାରେ ପରମ ଜ୍ଞାନ ହେଲା କର୍ମର ନେତା
ଏବଂ ମହାଜଡ଼ ଚିନ୍ତାର ଉପାଦାନରେ ଗଠିତ ଏବଂ ମ୍ୟାଟର ସେଠିକାର ମ୍ୟାଟରଟା କଣ ମହାଜଡ଼ ଆମର ଏଠି ମ୍ୟାଟ୍ରିକା ଏକଦମ ମୃତ ଜଡରେ ତିଆରି ଆମର ଏ ମ୍ୟାଟର ଏଠି ଜଡରେ ତିଆରି ଜଡ ସମୁଦାୟ ଜଡ ହେଇଯାଇଛି ସେ ଚେତନା ନିଶ୍ଚେତନାରେ ପରିଣତ ହେଇକି ଜଡ ହେଇଯାଇଛି କିନ୍ତୁ ସେଠି ଯୋଉ ମ୍ୟାଟର ଅଛି ସେଇ ମ୍ୟାଟର ହଉଛି ଥିଙ୍କିଂ ସବଷ୍ଟାନ୍ସ ସେଇ ଯୋଉ ମ୍ୟାଟରକୁ ସେ ଦେଖୁଛନ୍ତି ସେ ମ୍ୟାଟର ହଉଛି ଥିଙ୍କିଂ ସବଷ୍ଟାନ୍ସ ଚିନ୍ତା କରିବାର ଉପାଦାନ ଚିନ୍ତା କରିବାର ଉପାଦାନରେ ତିଆରି ହୋଇଥିବା ଜଡ ସିଏ ସେଇଠି ଅଛି ସେ ତିନିଟି ରାଜ୍ୟରେ ଅଛି ଆହୁରି ମଧ୍ୟ ସେଇଠି ଅଜ୍ଞାନତା ନାହିଁ ଲିଡ୍ କରୁଛି ଜ୍ଞାନ ଆହୁରି କଣ ହେଇଛି ଫିଲିଂ ଏ ହେଭେନ୍ ବର୍ଡ ପଏଜ୍ଡ ଅନ୍ ଡ୍ରିମିଂ ୱିଙ୍ଗସ୍ ଏଠି ଫିଲିଂ ଟା ନାଉନ ହିସାବରେ ବ୍ୟବହାର ହେଇଛି ମୁଁ ତାକୁ କ୍ରିୟା ହିସାବରେ ବୁଝିକିରି ଅନୁଭବ କରି ଲେଖିଥିଲି ସେ କରିଟା କଟିବ ଏଇଠି ଅନୁଭବ ଶକ୍ତି ବା ଅନୁଭବ ସାମର୍ଥ୍ୟ ଫିଲିଂ ଅର୍ଥ ଏଠି ନାଉନ ହିସାବରେ ବ୍ୟବହାର ସେ ଯେମିତି କହିଲେ ମ୍ୟାଟର ଟା କୋଉଥିରେ ହେଇଛି ନଲେଜ ଟା କେମିତି ଅଛି ଫିଲିଂ ଟା ବି ସେମିତି ଅଛି ଫିଲିଂ ଟା ଏ ହେଭେନ୍ ବର୍ଡ ଏକ ସ୍ୱର୍ଗୀୟ ବିହଙ୍ଗର ସ୍ୱପ୍ନମୟ ଡେଣାଦ୍ୱୟ ଏ ସ୍ୱର୍ଗୀୟ ବିହଙ୍ଗ ଯାହାର ଡେଣା ଦିଟା ସ୍ୱପ୍ନ ଭଳି ଉପରେ ଭାରସାମ୍ୟ ରକ୍ଷା କରି ବାଲାନ୍ସ ରକ୍ଷା କରି ପରମ ସତ୍ୟର ଆହ୍ୱାନକୁ ଏକ ଜନ୍ମଦାତାର କଣ୍ଠସ୍ୱର ପ୍ରତି ଉତ୍ତର ଦିଏ ଜନ୍ମଦାତାର କଣ୍ଠସ୍ୱର କେମିତି ଯେତେବେଳେ ଜନ୍ମଦାତା ବାପା ମା ପ୍ୟାରେଣ୍ଟସ ଗୋଟେ ପିଲାକୁ ଡାକନ୍ତି ପିଲା ଯଦି ଗୋଟେ ପ୍ରଶ୍ନ ପଚାରେ ତାକୁ ପିଲାକୁ ଯଦି ଗୋଟେ ପ୍ରଶ୍ନ ପଚାରନ୍ତି ଉତ୍ତର ଦେଲା ଭଳି ଶିଶୁ ଉତ୍ତର ଦେଲା ଭଳି ଗୋଟେ ପିଲାକୁ ଗୋଟେ ପ୍ରଶ୍ନ ପଚାରିଲେ ସେ ଯୋଉ ଉତ୍ତର ଟା ଦବ ବଡ ଲୋକ ଭଳିଆ ହବ କି ସେ ଶିଶୁ ଭଳି ହବ ଶିଶୁ ଭଳି ଉତ୍ତର ଟା ହବ ସେଇଟା ଯେମିତି ହୁଏ ପରମ ସତ୍ୟର ଆହ୍ୱାନକୁ ଏକ ଜନ୍ମଦାତାର କଣ୍ଠସ୍ୱର ପ୍ରତି ଉତ୍ତର ଦେଇଥାଏ ସେଇଭଳିଆ ଉତ୍ତର ଦେଇଥାଏ କଣ ସେ ଉତ୍ତର ଦେଇଥାଏ ଏବଂ ପରମ ସଂକଳ୍ପ ଦେବଗଣଙ୍କର ସଚେତନ ରଥ ସ୍ୱରୂପ ହୋଇଥାଏ ସେଇ ତିନୋଟି ଟ୍ରିପଲ ୱାର୍ଲଡରେ ସେଇ ଟ୍ରିପଲ ୱାର୍ଲଡରେ ୱିଲ୍ ଡବଲ କ୍ୟାପିଟାଲ ପରମ ସଂକଳ୍ପ ସେଇଠି ଯୋଉ ସଂକଳ୍ପ ତିଆରି ହୁଏ ଯୋଉ ତିନିଟି ଯାକ ୱାର୍ଲଡରେ ଯୋଉ ସଂକଳ୍ପଟା ତିଆରି ହୁଏ କନସିୟସ ଚାରିଅଟ ଅଫ ଦି ଗଡସ୍ ସେଇଠି ସେ ସଂକଳ୍ପରେ ଦେବଦେବୀ ମାନେ ଚଳପ୍ରଚଳ ହୁଅନ୍ତି ତାଙ୍କର ରଥ ହେଲା କନସିୟସନେସ କନସିୟସନେସ ଭଳି ରଥରେ ଚଢି ଦେବମାନେ ଦେବୀ ଦେବୀ ମାନେ ସେଠି ଚଲାବୁଲା କରନ୍ତି ପରମ ସଂକଳ୍ପ ଦେବଗଣଙ୍କର ଏକ ସଚେତନ ରଥ ସ୍ୱରୂପ ହେଇଥାଏ ପରମ ସଂକଳ୍ପଟା ତାଙ୍କର ଏକ ରଥ ହେଇଥାଏ ଏଣ୍ଡ ଲାଇଫ ଗୋଟିଏ ଗୋଟେ କଥା କହୁଛନ୍ତି ଆପଣ ଦେଖନ୍ତୁ ପ୍ରଥମେ କହିଲେ ବ୍ୟାଟର ଆଗରୁ କହିଲେ ନଲେଜ ତାପରେ କହିଲେ ଅନୁଭବ ତାପରେ କହିଲେ ସଂକଳ୍ପ ୱିଲ୍ ତାପରେ ଏବେ କହୁଛନ୍ତି ଲାଇଫ ଏ ଲାଇଫ ଏ ସ୍ପ୍ଲେଣ୍ଡର ଷ୍ଟ୍ରିମ୍ ଅଫ ମ୍ୟୁଜିଂ ଫୋର୍ସ ବିଶ୍ୱ ପ୍ରାଣ ସତ୍ତା ଧ୍ୟାନମଗ୍ନ ମହାଶକ୍ତିର ଏକ ଦୀପ୍ତିମୟୀ ପ୍ରବାହ ପରି ହୋଇଥାଏ ଧ୍ୟାନ ମଗ୍ନ ମହାଶକ୍ତି ଜଣେ ଲୋକ ଧ୍ୟାନ କରୁଛି ଗଭୀର ଧ୍ୟାନରେ ବୁଡି ଯାଇଛି ସେଇ ଧ୍ୟାନ ମଗ୍ନତା ଭିତରେ ଯୋଉ ଶକ୍ତି ନିର୍ଗତ ହୁଏ ସେ ଧ୍ୟାନମୟ ଶକ୍ତିର ଦୀପ୍ତିମୟୀ ପ୍ରବାହ ତାର ଯୋଉ ପ୍ରବାହ ସେଠି ହଉଥାଏ ଦୀପ୍ତିମୟୀ ପ୍ରବାହ ଆଲୋକିତ ହେଇକରି ସେ ପ୍ରବାହ ହେଉଥାଏ ଯାହା ଆଧ୍ୟାତ୍ମିକତାର ଗୁପ୍ତ ଅଥବା ଜଣେ ଦିବ୍ୟ ଦ୍ରଷ୍ଟା ତାଙ୍କର ଅନ୍ତର୍ଚେତନାରେ ଦର୍ଶନ ଓ ଅନୁଭବ କରିଥିବା ମହାସୂର୍ଯ୍ୟ ସମୂହର କଣ୍ଠସ୍ୱର ବହନ କରିଥାଏ ଏଇଠି ଦେଖନ୍ତୁ କ୍ୟାରିଜ ଦି ଭଏସେସ୍ ଅଫ ଦି ମିଷ୍ଟିକ ସନ୍ ମିଷ୍ଟିକ ଶବ୍ଦକୁ ଶ୍ରୀ ଅରବିନ୍ଦ କହୁଛନ୍ତି ମିଷ୍ଟିକ ଶବ୍ଦକୁ ଲିଟରେରୀ ମିନିଂ ତାର ଯୋଉମାନେ ବୁଝନ୍ତି ସେମାନେ କହିବେ ରହସ୍ୟ ଅଜ୍ଞାତ ଗୁପ୍ତ ଇତ୍ୟାଦି କହିବେ ଶ୍ରୀ ଅରବିନ୍ଦ କହୁଛନ୍ତି ମୁଁ କିନ୍ତୁ ମିଷ୍ଟିକ ଶବ୍ଦଟା ବ୍ୟବହାର କରେ ଯୋଉ ଜିନିଷକୁ ଅନ୍ତର୍ଚେତନାରେ ମୁଁ ଦର୍ଶନ କରିଛି ଆଉ ଅନୁଭବ କରିଛି ମୋର ଏଥିରେ କାଳ୍ପନିକ ମିଷ୍ଟିକ କିଛି ନାହିଁ
ମୁଁ ସବୁ ଦର୍ଶନ କରିଛି, ତେଣୁ ତାଙ୍କ ଅନୁସାରେ ଅନ୍ତର୍ଚେତନାରେ ଦର୍ଶନ ଅନୁଭବ କରିଥିବା ହଉଛି ମିଷ୍ଟିକ। ମିଷ୍ଟିକ ଶବ୍ଦର ଅର୍ଥ ଏଠି ଦିଆଯାଇଛି। ଏବଂ ମିଷ୍ଟିକ ସନ୍, ମହାସୂର୍ଯ୍ୟ, ଅନ୍ତର୍ଚେତନାରେ ଯୋଉ ସୂର୍ଯ୍ୟକୁ ସେ ଅନୁଭବ କରିଛନ୍ତି, ତାର କଣ୍ଠସ୍ୱରକୁ ବହନ କରିଥାଏ ଆଧ୍ୟାତ୍ମିକ ଭାବେ ଗୁପ୍ତ, ଅଥବା ତାର କଣ୍ଠସ୍ୱରକୁ ବହନ କରିଥାଏ। କିଏ ବହନ କରିଥାଏ? ଧ୍ୟାନବକ ମହାଶକ୍ତିର ଏକ ଦୀପ୍ତିମୟୀ ପ୍ରବାହ ପରି ହୋଇଥାଏ ଏବଂ ଆଗକୁ ଏହି କଣ୍ଠସ୍ୱରକୁ ବହନ କରିଥାଏ। ଏଇଭଳି ଯୋଉ ଟ୍ରିପଲ ୱାର୍ଲଡ, ଏଇ ଟ୍ରିପଲ ୱାର୍ଲଡକୁ ଅଶ୍ୱପତି ଦେଖିକିରି ଟ୍ରିପଲ ୱାର୍ଲଡ କେମିତି କଣ ସେ ଦେଖୁଛନ୍ତି ତାକୁ ଏଠି ଆଗରୁ ସବୁ ବର୍ଣ୍ଣନା କରି ଆସିଲେ। ଏଠି ତାକୁ କଣ କଲେ, କନସୋଲିଡେଟ କରିଦେଲେ, ସବୁ ଯାକ ଏକାଠି ମିଶେଇକିରି ସେ ଟ୍ରିପଲ ୱାର୍ଲଡ କଣ ତାର ବର୍ଣ୍ଣନା ଏଠି ଦେଇଛନ୍ତି। ଏବଂ ସେ ତାପରେ ସେ କହୁଛନ୍ତି ଅନ୍ୟ ଜିନିଷ କହୁଛନ୍ତି, ଆମେ ଆଉ ସିଆଡକୁ ଯିବାନି, ଆପଣ ମାନେ ସେଟା ପଢିଲେ ସେଠି ଜାଣିପାରିବେ। ତାପରେ ଆଜିର ଯୋଉ ବିଷୟ ଅଛି, ଆମେ ଏଇଠି ଆସିଲା ଗୋଟେ କଥା, ଏ ଗୋଲ୍ଡ ସୁପରନାଲ ସନ୍ ଟାଇମଲେସ୍ ଟ୍ରୁଥ poured down the mystery of the eternal ray। ସେଠାରେ କଣ ହଉଛି? କାଳାତୀତ ମହାସତ୍ୟ, କାଳାତୀତ ମହାସତ୍ୟ, ଯୋଉ ଏଇ କାଳ ମଧ୍ୟରେ ଯୋଉ ସତ୍ୟ ଅଛି ତାଠାରୁ ସେ ମହାସତ୍ୟ କାଳର ଅତୀତ, କାଳର ଉର୍ଦ୍ଧ୍ୱରେ ସେ ଅଛି। ଟାଇମଲେସ୍ ଟ୍ରୁଥ, ମହାସତ୍ୟ। ଗୋଲ୍ଡ ସୁପରନେସନ୍, ସେଇ କାଳାତୀତ ସତ୍ୟର ହିରଣ୍ମୟ ସୁମହାନ ସୂର୍ଯ୍ୟ, ଶାଶ୍ୱତ ପରମ ରଶ୍ମିର ରହସ୍ୟ ଢାଳି ଦେଉଥିଲେ। ଶାଶ୍ୱତ ପରମ ରଶ୍ମି, ସେଇ ଯୋଉ ସୂର୍ଯ୍ୟ ଯୋଉ ରଶ୍ମି ଢାଳୁଥିଲେ, ସେ ରଶ୍ମି ହଉଛି ଶାଶ୍ୱତ ପରମ ରଶ୍ମି। ଏବଂ ସେ ତାର ରହସ୍ୟ ଢାଳି ଦଉଥିଲେ। କୋଉଥିରେ ଢାଳି ଦଉଥିଲେ? ଦିବ୍ୟ ଜ୍ୟୋତିର ବାକ୍ ସହିତ ଏକ ସ୍ପନ୍ଦିତ ନୀରବତା ମଧ୍ୟ ଦେଇ। ସେ ସୂର୍ଯ୍ୟ ଯୋଉ ଆଲୋକ ଢାଳି ଦଉଥିଲେ, ସେଇ ସୂର୍ଯ୍ୟ ଯୋଉ ପରମ ରଶ୍ମି ରହସ୍ୟ ଢାଳି ଦଉଥିଲେ, ସିଏ ଯୁକ୍ତ ହେଇଥିଲା କାହା ସାଙ୍ଗରେ? ଦିବ୍ୟ ଜ୍ୟୋତିର ବାକ୍। ଦିବ୍ୟ ଜ୍ୟୋତି ଯୋଉ ବାକ୍ କହେ, ଯୋଉ କଥା କହେ, ଯୋଉ ବାଣୀ ଦିଏ, ସେ ବାଣୀ ସାଙ୍ଗରେ ସେ ଯୁକ୍ତ ହେଇଥିଲା ଏକ ସ୍ପନ୍ଦିତ ନୀରବତା, ଏକ ସ୍ପନ୍ଦିତ ନୀରବତା। through a silence quivering, quivering ଅର୍ଥ ସ୍ପନ୍ଦନ କରିବା, ନୀରବତା। ନୀରବ ସ୍ପନ୍ଦନ କରିଦେଲେ ବି ଆକୁ ହବ। ଏକ ନୀରବ ସ୍ପନ୍ଦନ ମଧ୍ୟ ଦେଇ, ଏକ ନୀରବ ସ୍ପନ୍ଦନ, ସାଇଲେନ୍ସ କୁଭେରିଂ, ଏକ ନୀରବ ସ୍ପନ୍ଦନଟା ବୋଧେ ଠିକ ହବ। ନୀରବ ସ୍ପନ୍ଦନ ମଧ୍ୟ ଦେଇ ଆବିଷ୍କାରର ଏକ ସୀମାହୀନ ସାଗର ଉପରେ, ଆଗକୁ ଯୋଉ ସବୁ ଆବିଷ୍କାର କରିବେ ତାର ଯୋଉ ସୀମାହୀନ ସାଗର, ମହାସାଗର ରହିଛି, ତାରି ଉପରେ ଏଗୁଡା ସବୁ ଢାଳି ଦଉଥିଲେ। ତାପରେ କଣ କହୁଛନ୍ତି? far off he saw the joining hemispheres on meditation's mounting edge of trance, great stairs of thought climbed up to unborn heights where time's last ridges touch eternity's skies and nature speaks to the spirit's absolute। ଏଥିରେ କଣ କହୁଛନ୍ତି? ବହୁ ଦୂରରେ ସେ ଅର୍ଥାତ୍ ଅଶ୍ୱପତି ଦେଖିଲେ ସଂଯୁକ୍ତ ହୋଇଥିବା ଦୁଇଟି ଗୋଲାର୍ଦ୍ଧ। ଏ ଦୁଇଟି ଗୋଲାର୍ଦ୍ଧ କିଏ? ହେମିସ୍ପିୟର। ହେମିସ୍ପିୟର ଅର୍ଥ ହଉଛି ଅର୍ଦ୍ଧଗୋଲକ। ଆମର ହେମିସ୍ପିୟର ବିଷୁବରେଖାର ତଳେ ଯୋଉଟା ଅଛି ସାଉଦର୍ନ ହେମିସ୍ପିୟର, ଉପରକୁ ଯୋଉଟା ଅଛି ନର୍ଦର୍ନ ହେମିସ୍ପିୟର। ବିଷୁବରେଖା ପାଖରେ ସେ ଜଏନ ହେଇଛନ୍ତି, ସେ ଦିଟାକୁ ହେମିସ୍ପିୟର କୁହାଯାଏ। ସେଇ ଯୋଉ ହେମିସ୍ପିୟର ଅଶ୍ୱପତି ଦେଖିଲେ, ଏଇଟା ହେମିସ୍ପିୟର କଣ? ତଳେ ଥିବା ଟ୍ରିପଲ ୱାର୍ଲଡର ଉପରେ ଥିବା ଟ୍ରିପଲ ୱାର୍ଲଡ, ଏ ଦୁଇଟି ହେମିସ୍ପିୟର। ଆମେ ଯୋଉ ପୃଥିବୀରେ ବାସ କରୁଛୁ ସେଇଠି ଅଛି ଯୋଉ ଟ୍ରିପଲ ୱାର୍ଲଡ, ଇଏ ଗୋଟେ ହେମିସ୍ପିୟର।
ଅଜ୍ଞାନତାର ଗୋଟେ ହେମିସ୍ଫିୟର, ଏଥିରେ ବେଶୀ ଜ୍ଞାନ ନାହିଁ। ଊର୍ଦ୍ଧ୍ୱରେ ଜ୍ଞାନ ନାହିଁ କି ଆଲୋକ ନାହିଁ, ଏ ଅନ୍ଧକାର ମଧ୍ୟରେ ଅଜ୍ଞାନତା ମଧ୍ୟରେ ରହିଛି। ଆର ହେମିସ୍ଫିୟରଟି ରହିଛି ଯୋଉ ଟ୍ରିପଲ ୱାର୍ଲଡ, ସେ ପୂର୍ଣ୍ଣ ଜ୍ଞାନ ପୂର୍ଣ୍ଣ ଆଲୋକ, ଏ ଦୁଇଟି ଯାକ ପଶୁପତି ଦେଖିଲେ ସଂଯୁକ୍ତ ହୋଇଥିବା ଦୁଇଟି ଗୋଲାର୍ଦ୍ଧ। ବହୁ ଦୂରରେ ସେ ଦେଖିଲେ ସଂଯୁକ୍ତ ହୋଇଥିବା ଦୁଇଟି ଗୋଲାର୍ଦ୍ଧ। ଆହୁରି କଣ କଲେ, ଧ୍ୟାନର ଆରୋହଣର ସମସ୍ତ ବିନ୍ଦୁ ସମାଧିର ପ୍ରାନ୍ତ ଉପରେ। ଆପଣ ଦେଖନ୍ତୁ କେତେ ଚମତ୍କାର ବର୍ଣ୍ଣନା। ଧ୍ୟାନର ଆରୋହଣ, ଜଣେ ଧ୍ୟାନ କରି ବସିଛି, ସେ ଧ୍ୟାନ ଭିତରେ ଧୀରେ ଧୀରେ ଆରୋହଣ କରି 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 ଯାଉଛି। ସେ ଆରୋହଣ କରି କରି କୁଆଡେ ଯାଉଛି? ସମାଧିକି ଯିବ। ଧ୍ୟାନର ଚରମ ସୀମା ହଉଛି ସମାଧି। ତେଣୁ ସେ ସମାଧିର ପ୍ରାନ୍ତ, ଯୋଉ ସମାଧିରେ ସେ ପ୍ରବେଶ କରିବ, ତାର ଆରମ୍ଭ, ତାର ପ୍ରାନ୍ତ, ଆରମ୍ଭ ପ୍ରାନ୍ତ, ତାରି ଉପରେ ଚିନ୍ତାର ମହାନ ସୋପାନ ଶ୍ରେଣୀ ଅଜାତ ଶିଖର ଯାଏଁ ଉତ୍ଥିତ। ଚିନ୍ତାର ମହାନ ସୋପାନ ଶ୍ରେଣୀ। ଚିନ୍ତାର କାହିଁକି ଏଠି କହିଲେ? ଆଗରୁ କହିଛନ୍ତି ଚିନ୍ତାର ଆକ୍ଚୁଆଲି ଭୂମି ହଉଛି ଏ ତିନୋଟି ସ୍ପିୟର, ଊର୍ଦ୍ଧ୍ୱର ତିନୋଟି ସ୍ପିୟର। ତେଣୁ ଏ ଊର୍ଦ୍ଧ୍ୱର ସ୍ପିୟର ଚିନ୍ତାର ସୋପାନ ଶ୍ରେଣୀ ହେଲା, ଚିନ୍ତାର ସୋପାନ ଶ୍ରେଣୀ ହେଲେ ଏଇ ଊର୍ଦ୍ଧ୍ୱର ତିନୋଟି ଜିନିଷ। ଏବଂ ସେଇ ଚିନ୍ତାର ମହାନ ସୋପାନ ଶ୍ରେଣୀ, ଏ ତିନୋଟି ହେଲେ ମହାନ ସୋପାନ ଶ୍ରେଣୀ। ଏ ତିନୋଟି ହେଲେ କଣ କଣ? ହାୟର ମାଇଣ୍ଡ, ଇଲ୍ୟୁମିନେଟ୍ ମାଇଣ୍ଡ, ଇଣ୍ଟୁଇଟିଭ୍ ମାଇଣ୍ଡ। ଏଇ ମାନେ ଚିନ୍ତାର ସୋପାନ ଶ୍ରେଣୀ। ଏଇ ମହାନ ସୋପାନ ଶ୍ରେଣୀ ଅଜାତ ଶିଖର ଯାଏଁ, ଯୋଉ ଶିଖର ଏପର୍ଯ୍ୟନ୍ତ ପୃଥିବୀ ପୃଷ୍ଠରେ ଜନ୍ମଗ୍ରହଣ କରିନାହିଁ, ସେଇ ପର୍ଯ୍ୟନ୍ତ ସେ ଉତ୍ଥିତ ହେଇଛନ୍ତି। ପୃଥିବୀରେ ଜନ୍ମ ନେଇ ନଥିବା ଶିଖର ପର୍ଯ୍ୟନ୍ତ ଏ ଚିନ୍ତାର ସୋପାନ ଶ୍ରେଣୀ, ତିନିଟାର ଚିନ୍ତାର ସୋପାନ ଶ୍ରେଣୀ ଉତ୍ଥିତ ହେଇଛି। ଯେଉଁଠାରେ ମହାକାଳର ଶେଷ ସ୍ପର୍ଶ ସୀମାକୁ ସ୍ପର୍ଶ କରେ ଶାଶ୍ୱତର ଆକାଶ ରାଜି। ମହାକାଳର ଶେଷ ସ୍ପର୍ଶ, ମହାକାଳ କୋଉ ପର୍ଯ୍ୟନ୍ତ କାର୍ଯ୍ୟ କରେ? ମହାକାଳର ଶେଷ ସ୍ପର୍ଶ ସୀମାକୁ ସ୍ପର୍ଶ କରେ। ମହାକାଳର ବିପରୀତ ଶାଶ୍ୱତ। ମହାକାଳ ମାନେ ଏଇ ଅନିଶ୍ଚିତ, ଇଏ ପରିବର୍ତ୍ତନଶୀଳ, ଇଏ ବାରମ୍ବାର ଆର୍ଟ ଭିତରେ ନା ପରିବର୍ତ୍ତନ ହୁଏ। କିନ୍ତୁ ଯିଏ ଶାଶ୍ୱତ, ସେଥିରେ ପରିବର୍ତ୍ତନ ନାହିଁ, ଇମ୍ୟୁଟେବୁଲ ସିଏ। ତେଣୁ ଏ ମହାକାଳର ଶେଷ ସ୍ପର୍ଶ, ମହାକାଳର ଶେଷ ସ୍ପର୍ଶ କୋଉଠି ହଉଛି? ନା ଯୋଉଠି ଚିନ୍ତା ସରୁଛି, ସେଟା ମହାକାଳର ଶେଷ ସ୍ପର୍ଶ ସୀମା ସବୁ ସ୍ପର୍ଶ କରେ ଶାଶ୍ୱତଙ୍କ ଆକାଶ। ତାପରେ ଯିଏ ଅଛନ୍ତି ସିଏ ହେଲେ ଶାଶ୍ୱତ। ସେଇ ଶାଶ୍ୱତ ଆଲୋକ, ଅଧିମାନସ ଜଗତ ହେଲା ଶାଶ୍ୱତ ଆଲୋକ, ତା ନିମ୍ନକୁ ରହିଥିବା ସବୁ ହେଲେ ମହାକାଳର ଶେଷ ସୀମା। ସେଇ ସୀମାରେ ଏବଂ ବିଶ୍ୱ ପ୍ରକୃତି ଅନ୍ତଃସତ୍ତାର ସ୍ୱୟଂ ପୂର୍ଣ୍ଣତା ସହିତ ବାର୍ତ୍ତାଳାପ କରେ। ବାର୍ତ୍ତାଳାପ କଲେ କଣ? ତା ସାଙ୍ଗେ ତାକୁ ମିଟ୍ କରେ। ଆମେ ବାର୍ତ୍ତାଳାପ ଜଣଙ୍କ ସାଙ୍ଗେ କେତେବେଳେ କରୁଛୁ? ଯୋଉ ଦେଖା କରୁ ସେଥିରେ ବାର୍ତ୍ତାଳାପ କରୁ। ସେମିତି ବିଶ୍ୱ ପ୍ରକୃତି ଅନ୍ତଃସତ୍ତାର ସ୍ୱୟଂ ସମ୍ପୂର୍ଣ୍ଣତା, ବିଶ୍ୱ ପ୍ରକୃତି ନେଚର ସ୍ପିକ୍ସ ଟୁ ଦି ସ୍ପିରିଟ୍ସ ଆବସଲ୍ୟୁଟ। ପ୍ରତ୍ୟେକ ବସ୍ତୁରେ ଯୋଉ ଅନ୍ତଃସତ୍ତା ରହିଛି, ସେ ଅନ୍ତଃସତ୍ତାର ସ୍ୱୟଂ ସମ୍ପୂର୍ଣ୍ଣତା, ଆବସଲ୍ୟୁଟ ମାନେ ସ୍ୱୟଂ ସମ୍ପୂର୍ଣ୍ଣତାକୁ ଦର୍ଶନ କରେ ବା ସ୍ୱୟଂ ସମ୍ପୂର୍ଣ୍ଣ ସାଙ୍ଗରେ କଥୋପକଥନ ହୁଏ। ଇଏ ସରିଲା ଗଲା ଥରର ବିଷୟବସ୍ତୁ। ବର୍ତ୍ତମାନ ଆଜିର ବିଷୟବସ୍ତୁକୁ ଆମେ ଆସିବା ଏବଂ ଆଜିର ବିଷୟବସ୍ତୁ ରହିଛି ଟ୍ରିପୁଲ ସେନ୍ସ ଉପରେ କୁହାଗଲା। ଟ୍ରିପୁଲ ସେନ୍ସ କଣ, ତାପରେ ସେ ବର୍ତ୍ତମାନ ବର୍ଣ୍ଣନା କରୁଛନ୍ତି। ଏବେ ଆପଣ ଦେଖିବେ ଏ ତିନୋଟି ଭୂମି, ଏ ତିନୋଟି ଲେବୁଲ, ଏ ତିନୋଟି ସ୍ତର, ଗୋଟେ ହଉଛି ହାୟର ମାଇଣ୍ଡ, ଆଉ ଗୋଟେ ହଉଛି ଇଲ୍ୟୁମିନେଟ୍ ମାଇଣ୍ଡ, ଆଉ ଗୋଟେ ହଉଛି ଇଣ୍ଟୁଇଟିଭ୍ ମାଇଣ୍ଡ। ଏ ତିନୋଟି ସ୍ତରକୁ ତିନିଟା ଭାଗରେ ଦିଆହେଇଛି। ଆମେ ପ୍ରଥମ ଭାଗରେ ଏବେ ପ୍ରବେଶ କରିବା ଥିଙ୍କିଂ ମାଇଣ୍ଡ,
हायर माइंड रे उच्चतर मन जो मन वर्तमान पृथ्वी जो मन अशोपति जो पर्यंत आसी सी हूँ अज्ञानतार मन तीनोटी मन धर्म रही तारी उपरे से उच्चतर मन को देखुं उच्चतर मनर वर्णना प्रथम रही तापर आसो इल्यूमिन माइंड वर्णना तापर आसो इंट्यूटिव माइंड वर्णना ये तीनोटी जिनस एथिरे देखंतु ए ट्रिपल रियल्म ऑफ ऑर्डर्ड थॉट केम फर्स्ट प्रथमे आसिला सुशृंखलित चिंतार एक त्रिधा जगत त्रिधा राज्य अर्थात या केमी सब केमी सब जोड़ी जाड़ी लिखुन श्री अरविंद बुझा हम त्रिधा जगत किए ये तीनोटी जो कहली त्रिधा जगत से त्रिधा जगत को चिधा जगत द्वारा चिंता सृष्टि हुए तेणु चिंतार त्रिधा जगत है ये सी पुणी श्रृंखलित ये श्रृंखलित चिंतार त्रिधा राज्य को प्रथमे आसला फास्ट कहीं प्रथमे सी आसला तापरे ए स्मॉल बिगिनिंग ऑफ इमेंस असेंट देखो गोटे चमत्कार कथा ये गोटे प्रथमे आरंभ होगा एक अपरिमेय आरोहण एक क्षुद्र आरंभ स्थल ये जो आरोहण चली बर्तमान चली अपरिमेय आरोहण अर्थात इमेंस असेंट एक यार क्षुद्र आरंभ स्मॉल बिगिनिंग क्षुद्र आरंभ ऊर्ध्वले थिला मनर उज्जवल व्योमाकाश राजी एबोव वेयर ब्राइट इथेरियल स्काइज ऑफ माइंड आप देखो से वर्णना को सब हृदयंगम कराया इथर कोड थाए इथर थाए वायुमंडल आमर चिंता वायुमंडल ऊर्ध्व जोड़ा थाए इथर कह जाए व्योम इथर हूँ व्योम एवं से व्योमटा थाए सी भी गोटे सूक्ष्म जगत किंतु तार किसी रूप न थाए सी कोड थाए परात्पर परात्पर भितर थाए सी हूँ संपूर्ण रूपे परात्पर राज्य जो थे सबु जिनस थाए किंतु सूक्ष्म थाए परात्पर होउचंदी सर्वधात्री शून्यता गोटे वार्ड मो पाखु आसी सर्वधात्री शून्यता सबु किछु को धारण करथिबा शून्यता हेले परात्पर अनादि अनंत निराकार निरंजन अनिर्वचनीय इत्यादि किंतु सबको सी धारण करछिबी एवं एठी गोटे कथा मु आपण मानकु जणै मन पड़ुछि मा 14 वॉल्यूम रे तांकर राइटर 14 वॉल्यूम रे एक कथाटी लिखिछन्ती कि परात्पर सृष्टि केमती है सृष्टि तत्व को से माँ लिखिं परात्पर इच्छा कले ए जो मो भितर सबू अच्छी कहुच्छी मुझे देखी 14 वॉल्यूम आप देखा लिखाई मुझे देखी देखा शब्द अच्छी आई वांट टू सी व्हाट इट कंटेन्स एथुरु हला सृष्टिर आरंभ प्रथमे एवं सी तापर देखा चाहिए देखिए स्पर्श करी गोटे जिनस देखी आ स्पर्श करी जो देखिए स्पर्श करेंगे सी रूप नब से जो अरूप से अरूप रूप नब क्या द्वारा रूप नब से प्रथम सच्चिदानंद अवतरण है लेटेशन जोगे श्री अरविंद कहते सच्चिदानंद पचरा गला सच्चिदानंद से थे ना सच्चिदानंद से ट्रांसेंडेंटल सत ट्रांसेंडेंटल चित एवं ट्रांसेंडेंटल आनंद सीटे थिले सर्वोपरि सर्वोच्च परात्पर सत परात्पर चित परात्पर आनंद अलग अलग थे एंड दे बिकेम ट्रायुम एक तीनटा मिसिक गोटे हो गले से तीनटा मिसिक गोटे हेले सच्चिदानंद सी अवतरण कले तापर आड़क जीवन सी सच्चिदानंद केमती तपस अलग हेले सृष्टि कले सियाड़क जीवानी मुझे ये कहया कथा हूँ से जो जगत से जो ये रहा सी है कौन
ଆର ବିଗିନିଂ ଏଇଟା, ଆମେ ବିଗିନିଂ ରେ ଅଛେ। ଅପରିମେୟ ଆରୋହଣର, ସେଇଟା ଯିଏ ଯିବ ସିଆଡକୁ ସିଆଡକୁ ଯିଏ ଯିବ, ଅପରିମେୟ ଆରୋହଣ, ସେ ବହୁତ ଉର୍ଦ୍ଧ୍ୱ ପର୍ଯ୍ୟନ୍ତ ଆରୋହଣ କରିଛି ଏବଂ ତାର ପରିମାଣ କିଛି ନାହିଁ। ଅଧିମାନସ ଜଗତ ମଧ୍ୟ ଅପରିମେୟ, ତାପ ଅଛି ଅତିମାନସ ଜଗତ ମଧ୍ୟ ଅପରିମେୟ। ଅପରିମେୟ ଆରୋହଣରେ ଏକ କ୍ଷୁଦ୍ର ଆରମ୍ଭ ସ୍ଥଳ ହେଲା ଏଇଟା, ଅଶ୍ୱପତି ବର୍ତ୍ତମାନ ଯୋଉଠି ପହଞ୍ଚିଲେ। ଉର୍ଦ୍ଧ୍ୱରେ ଥିଲା ମନର ଉଜ୍ଜଳ ବ୍ୟୋମାକାଶ ରାଜି। ଉର୍ଦ୍ଧ୍ୱରେ ଥିଲା ମନର ଉଜ୍ଜଳ ବ୍ୟୋମକେଶ ରାଜି। ଏ ଉର୍ଦ୍ଧ୍ୱକାଶ ଟା କଣ, କୋଉକୁ ମିନ କରୁଛେ ଉଦ୍ଦେଶ୍ୟ? ଆମର ଯୋଉ ଆକାଶ, ଆମ ଜଗତର ଯୋଉ ଆକାଶ, ଏ ଜଗତରୁ ଉର୍ଦ୍ଧ୍ୱରେ ଥିବା ଆକାଶ। ଏଇ ଜଗତଟା ହଉଛି ବାୟୁମଣ୍ଡଳକୁ ଧରିକିରି। ବାୟୁମଣ୍ଡଳ ଯୋଉ ପର୍ଯ୍ୟନ୍ତ ବ୍ୟାପିଛି ସେ ଶେଷ ସୀମାଟି ହଉଛି ଆମର ଆକାଶ। ବାୟୁମଣ୍ଡଳକୁ ଧାରଣ କରୁଥିବା ଆକାଶ ହେଲା ଜଗତର ଆକାଶ। ତାର ଉର୍ଦ୍ଧ୍ୱରେ ଯୋଉ ଆକାଶ ଅଛି ସେ ହଉଛି ବ୍ୟୋମାକାଶ। ସିଏ ହଉଛି ପରମ ବ୍ଯୋମ। ଏଠି ଗୋଟେ କଥା ମୁଁ ଆପଣ ମାନଙ୍କୁ ସୂଚନା କରିବାକୁ ଦେଇ ବୁଝିବା ପାଇଁ, ଯେ ଏ ବ୍ଯୋମ, ଏଇ ଯୋଉ ବ୍ଯୋମରୁ ସୃଷ୍ଟି ହେଲା, ଆପଣ ଦେଖିବେ ଯୋଉ ପ୍ରଥମ ଚାପ୍ଟରରେ ଆମେ ପଢିଛେ, ଦି ୱାର୍ଲଡ ଷ୍ଟେୟାର୍ସ ଚାପ୍ଟରରେ ପଢିଛେ, ଯେ ପରାତ୍ପର ଯେତେବେଳେ ଅବତରଣ କରିକି ସଲିଡ ହେବେ, ସେ ଚିନ୍ତା କଲେ ଯେ ସେଇଟା ଯଦି ଷ୍ଟେପ ବାଇ ଷ୍ଟେପ ତିଆରି ନହବ, ତାହେଲେ ଯିଏ ଶେଷରେ ପହଞ୍ଚିବ ସେ ପୁଣି ଉଠିବ କେମିତି? ତାକୁ ଷ୍ଟେପ ଦରକାର। ସେଇଥିପାଇଁ ସେ ଷ୍ଟେୟର୍ସ ତିଆରି କରିଛନ୍ତି। ଏ ଷ୍ଟେୟର୍ସ ରେ କଣ ତିଆରି କଲେ? ନା ସେ ପ୍ରଥମ ଷ୍ଟେୟାର ହଉଛି ତାଙ୍କର ଉଠି ଆସିବ, ପ୍ରଥମ ଷ୍ଟେୟାର ଟା ହଉଛି ବାୟୁ। ବ୍ଯୋମର ଆସିଲା ବାୟୁ। ବାୟୁ ସ୍ପର୍ଶ କଲା, ବ୍ଯୋମ ସ୍ପର୍ଶ କରିବନି। ବ୍ଯୋମର କିଛି ସ୍ଥିତି ନାହିଁ, ସେ ପୁରା ଶୂନ୍ୟ। ବାୟୁ ପ୍ରଥମେ ସ୍ପର୍ଶ କଲା, ଆମେ ଜାଣିଲୁ ପବନ ଏଠି ବହୁଛି ଆମ ଦେହକୁ ଲାଗିଲା, ବାୟୁ ପ୍ରଥମ ସ୍ପର୍ଶ କଲା। ଏବଂ ତାପରେ ଆସିଲା, ବାୟୁ ପରେ ଆସିଲା ଅଗ୍ନି। ଅଗ୍ନି ଯିଏ ଶକ୍ତି, ସମସ୍ତ ପ୍ରକାର ଆଲୋକ, ସମସ୍ତ ଶକ୍ତିର ଆଧାର ଅଗ୍ନି, ଏବଂ ସେଥିରେ ବହୁ ଜିନିଷ ରହସ୍ୟ ତା ଭିତରେ ରହିଥିବା ଅଗ୍ନି। ଏବଂ ଅଗ୍ନି ପରେ ଆସିଲା, ସବୁ ବର୍ଣ୍ଣନା ହେଇଛି ସବୁ ସେଥିରେ ଟ୍ରିପଲ ୱାରାଲଡରେ। ଏବଂ ଅଗ୍ନି ପରେ ଆସିଲା ଜଳ। ଆମେ ପଢିଛେ ତାକୁ ଆଗରୁ, ଅଗ୍ନି ପରେ ଆସିଲା ଜଳ। ଜଳର ରାଜ୍ୟ ବୋହିଯିବା। ଗୋଟେ ଜାଗାରେ ସ୍ଥିର ରହିବ, ବୋହିଯିବ ସିଏ, ତାର ପ୍ରକୃତି ହେଲା ବୋହିଯିବା। ଆମେ ତାକୁ ଅଟକେଇକିରି ବାନ୍ଧିକିରି ରଖିପାରୁ, କିନ୍ତୁ ବୋହିଯିବା ତାର ଧର୍ମ। ଜଳ ପରେ ହେଲା ସୂକ୍ଷ୍ମ ଜଗତ, ସୂକ୍ଷ୍ମ ପରେ ହେଲା ଜଡ। ଏଇଭଳି ଆସିଲା ପରେ ବର୍ତ୍ତମାନ ଚେତନା, ବର୍ତ୍ତମାନ ଚେତନା ନିଶ୍ଚେତନାରେ ପରିଣତ ହେଇ, ନିଶ୍ଚେତନାରୁ ପୁଣି ଜଡ ଚେତନା, ଜଡ ଚେତନାରୁ ପୁଣି ଉର୍ଦ୍ଧ୍ୱକୁ ଉଠି ଉଠି ଏ ଯିବ ଷ୍ଟେପ ବାଇ ଷ୍ଟେପ। ଏଗୁଡାକ ସବୁ ସ୍ପର୍ଶ। ଦେଖିବେ, ଦେଖି ହବ, ସ୍ପର୍ଶ କରିହବ। କିନ୍ତୁ ସେଇ ପରାତ୍ପର ଯୋଉ ଉପରେ ଅଛନ୍ତି ତାକୁ ଦେଖି ହବନି, ସେ ଏଇରାକ ସବୁ ସେଇଠୁ ଆସିଛି। ଗୋଟେ କଥା ଆମେ ନିର୍ଦ୍ଦିଷ୍ଟ ହେଇଯିବା, ଏ ରାଜ୍ୟରେ, ଏ ଜଗତରେ ଯେତେ ଜିନିଷ ସୃଷ୍ଟି ହେଇଛି, ଯେତେ ଜିନିଷ ଦେଖା ଯାଉଛି, ସେ ସମସ୍ତ ପରାତ୍ପରଙ୍କ ପାଖରୁ ଆସିଛି। ପରାତ୍ପର ନିଜେ ଚାହିଁକିରି ତଳକୁ ତଳକୁ ଆସିକିରି ସେ ସବୁ ସୃଷ୍ଟି କରିଛନ୍ତି। ତେଣୁ ଏଇଠି ଯୋଉ ହେଲା ବ୍ୟୋମକାଶ, ଉର୍ଦ୍ଧ୍ୱରେ ଥିଲା ମନର ଉଜ୍ଜଳ ବ୍ୟୋମକେଶ ରାଜି। ସତେଅବା ଆକାଶ ଉପରେ ଆକାଶ ଚାପି ରଖି ଖୁନ୍ଦା ଖୁନ୍ଦି ହୋଇ ରହିଥିବା ଏକ ସୀମାହୀନ ଉତ୍ତରଣ, ଏକ ସ୍ୱର ସୀମାହୀନ ଉତ୍ତରଣ। ଏ କେମିତି ରହିଥିଲା? ଗୋଟେ ଜଗତ ଆଉ ଗୋଟେ ଜଗତ ଉପରେ, ଆଉ ଗୋଟେ ଜଗତ ଆଉ ଗୋଟେ ଜଗତ ଉପରେ, ଆଉ ଗୋଟେ ଜଗତ ଆଉ ଗୋଟେ ଜଗତ ଚାପି ହେଇକି ରହିଥିଲା, ସବୁ ଖୁନ୍ଦି ଖାନ୍ଦି ହେଇକି ରହିଥିଲା। ଏସବୁ ଜଗତ କଣ? ନା ଏସବୁ ଯୋଉ ଜଗତ ଚାପି ହେଇ ରହିଛି, ଇଏ ଆରମ୍ଭ ହଉଛି କୋଉଠୁ? ନା ଆମର ହାୟର ମାଇଣ୍ଡ ରୁ। ହାୟର ମାଇଣ୍ଡ ହେଲା ଗୋଟେ ଜଗତ, ଇଲୁମିନି ମାଇଣ୍ଡ ଆଉ ଗୋଟେ ଜଗତ, ଇଣ୍ଟୁଟିଭ ମାଇଣ୍ଡ ଆଉ ଗୋଟେ ଜଗତ, ଏବଂ ଅଧିମାନସ ଆଉ ଗୋଟେ ଜଗତ। ଏଇ ଯୋଉ ଜଗତ ସବୁ ରହିଛି, ସେ ଜଗତ ଗୁଡାକ ସବୁ ଚାପି ହେଇକି ରହିଛି। ସେ ଜଗତ ଗୁଡା ଗୋଟିଏ ପରେ ଗୋଟିଏ, ଗୋଟିଏ ପରେ ରହେ। ଏ ସୀମାହୀନ ଉତ୍ତରଣ, ଆକୁ ଗଲେ କୁଆଡେ ଯିବ ତାର ସୀମା କିଛି ନାହିଁ। ତା ଉପରେ, ତା ଉପରେ ଅତିମାନସ ଜଗତକୁ ପଳେଇଲେ ସେଇଠୁ କେତେ ଦୂର କଣ ଯିବାକୁ ପଡିବ, ସେଥିପାଇଁ ସେ କହୁଛି ସୀମାହୀନ ଉତ୍ତରଣ।
butted against the buttress, buttressed against the void of bestrand light. ଦିଟି ଯାକ ୱାର୍ଡ ବୁଝିବେ ଆମ ପାଇଁ କଷ୍ଟକର। ବିଷ୍ଟାଣ୍ଡ ଲାଇଟ୍ ହେଲା ସୁରକ୍ଷିତ ଆଲୋକ। ସୁରକ୍ଷିତ ଆଲୋକ ବିଷ୍ଟାଣ୍ଡ ଅର୍ଥ ହଉଛି ଗୋଟେ ଷ୍ଟ୍ରଙ୍ଗ ହୋଲ୍ଡ, ଦୃଢ ଭାବରେ ଧାରଣ କରିଥିବା ଦୁର୍ଗ ଭଳି। ଗୋଟେ ରାଜ୍ୟକୁ ଦୁର୍ଗ ଯେମିତି ଧରିଥାଏ ଦୃଢ ଭାବରେ, କାହାକୁ ଭିତରକୁ ଛାଡେନି, ସେ ରାଜ୍ୟଟାକୁ ସେ ଧରିଥାଏ ଯେମିତି ଦୃଢ ଭାବରେ, ସେଇଭଳି ଷ୍ଟ୍ରଙ୍ଗ ହୋଲ୍ଡ ଧାରଣ କରିଥିବା ଆଲୋକକୁ ବଷ୍ଟେଣ୍ଡ ଲାଇଟ୍ କୁହାଯାଏ। ଏବଂ କାହାକୁ ସେ ଧରିଛି? ବଷ୍ଟେଣ୍ଡ ଆଲୋକ କାହାକୁ ଧରିଛି? ଟୁ ଦି ଭଏଡ। ଭଏଡ କିଏ? ମହାଶୂନ୍ୟ, ପରମ ପରାତ୍ପର, ଯେ ମହାଶୂନ୍ୟ, ସେ ମହାଶୂନ୍ୟକୁ ଏ ବଷ୍ଟେଡାଇଟ୍ ଧାରଣ କରିଛି। ତା ବଷ୍ଟେଡାଇଟ୍ ଉପରେ ଇଏ ଦୃଷ୍ଟି ରହିଛି। ଏବଂ ବଷ୍ଟ୍ରେସ୍ ର ଅର୍ଥ ହଉଛି ବଷ୍ଟ୍ରେସ୍ ର ଅର୍ଥ ହଉଛି ପ୍ରକୃତରେ ଗୋଟେ ଠେସ। ଆମେ ଯେତେବେଳେ ଛାତ ପକଉଛୁ, ସେ ଛାତରେ ଗୋଟେ ଫଲ୍ସ ତିଆରି କରୁଛୁ ଏବଂ ସେ ଫଲ୍ସଟା ହଉଛି ଗୋଟେ ଠେସ। ସିଏ ଛାତକୁ ପ୍ରଥମେ ଧରିବ, ତାପରେ ସେ ଫଲ୍ସ କାଢିଦେଲା ପରେ ସେ ରହିବ ଦୃଢ ଭାବରେ ଯେମିତି କରୁଛେ। ସେଇଟି ହଉଛି ବଟ୍ରେସ୍। ଭାଇ ଗୋଟେ ସେକେଣ୍ଡ, এই actually buttress meaning হচ্ছে আমার যে রিটেনিং ଆପଣ ଠେସ ୱାର୍ଡ ଟା ଠିକ ଅଛି। ଠେସ ଓଡିଆରେ ଠେସ କହୁ। ଠେସ ମାନେ ଗୋଟେ ସାଇଡରେ ଜଣକୁ ଯଦି ଦିଆ ହେଇଥିବ ସେଟା ଗୋଟେ ବଟ୍ରେସ୍ ବୋଲି କହିବା। ଏ ତ ଠେସଟା ସମସ୍ତେ ବୁଝିବ ବୋଲି ମୁଁ ଠେସ ୱାର୍ଡଟାକୁ ନହେଲେ ବୁଝି ହବନି ଓଡିଆରେ। ବୁଝି ହବନି। ଆମେ ଛାତଟା ତିଆରି କଲେ ଠେସଟେ ଦଉଛେ ନା, ଆଉ କଣ ସେଇଟା? ଆମେ ସେଟା ସଟରିଂ ଦଉଛେ, ଭର୍ଟିକାଲ ସେଣ୍ଟରିଂଟା ଠେସ ନା। ଆଉ ଆପଣ ଦେଖିବେ ଏଇ ଯୋଉ ଇଲେକ୍ଟ୍ରିକ ପୋଲ ଗୁଡାକ ଯେତେବେଳେ ଏଣ୍ଡ ପୋଲ ଗୁଡାକରେ ସେଠି ଗୋଟେ ଏକ୍ସଟ୍ରା ଶେଷ ଦିଆ ହେଇଥାଏ ଗୋଟେ ସାଇଡକୁ ନ ଢଳି ଯିବା ପାଇଁ। ନ ପଡିଯିବାକୁ। ଆକ୍ଚୁଆଲି ବଟ୍ରେସ୍ ନୁହଁ, ସେଟା ଷ୍ଟେ କହନ୍ତି, କିନ୍ତୁ ବଟ୍ରେସ୍ ଟା ଆମର ୱାଲ ମାନଙ୍କରେ ଦିଆଯାଏ। ୱାଲରେ ଦିଆଯାଏ। ଆଜ୍ଞା ଆଜ୍ଞା, ସେଇଟା ହଉଛି ବଟ୍ରେସ୍। ଏବଂ ଆଲୋକ ହଉଛି ସେ ବଟ୍ରେସ୍ଟା ହଉଛି ଠେସ। ଠେସ ଦେଇ ରଖାଯାଇଛି। କାହା ଦ୍ଵାରା ଠେସ ଦେଇ ରଖାଯାଇଛି? କାହାକୁ ଠେସ ଦେଇ ରଖାଯାଇଛି? ଭଏଡକୁ। ଭଏଡକୁ, ପରମ ଶୂନ୍ୟତାକୁ ଠେସ ଦେଇ ରଖାଯାଇଛି। ଏ ଠେସଟା କୋଉଥିରେ ତିଆରି? ସୁରକ୍ଷିତ ଆଲୋକରେ ତିଆରି। ବୁଝିହେଲା? ଏସବୁ ସୁରକ୍ଷିତ ଆଲୋକ ଦ୍ଵାରା ଯିଏ ତାକୁ ଷ୍ଟ୍ରଙ୍ଗ ହୋଲ୍ଡ ଧରିକି ରଖିଥାଏ, ସେଇଭଳି ଆଲୋକ ଦ୍ଵାରା ସେ ଠେସଟି ତିଆରି ହେଇଛି। ଏବଂ ସେ ଠେସରେ ଦି ହାଇଏଷ୍ଟ ଷ୍ଟ୍ରୋଭ ଟୁ ଦି ନେଭର ଇଟର୍ନିଟି। କି ଚମତ୍କାର ଶବ୍ଦ ସବୁ ପ୍ରୟୋଗ କରିଛନ୍ତି। ସଂକ୍ଷିପ୍ତ ଭାବରେ ସବୁ ଜିନିଷ ଖୁନ୍ଦି ଦିଆହେଇଛି। ଉଚ୍ଚତମଟି ଶାଶ୍ୱତଙ୍କ ନୈକଟ୍ୟ ପ୍ରତି ପ୍ରୟାସରତ ଥିଲା। ଉଚ୍ଚତମଟି ଦି ହାଇଏଷ୍ଟ ଷ୍ଟ୍ରୋଭ ଅର୍ଥ ପ୍ରୟାସରତ ଥିଲା। ଟୁ ନେଭର ଇଟର୍ନିଟି, ତାର ନେଭର କିଏ? ହାଇଏଷ୍ଟ ନେଭର କିଏ? ଶାଶ୍ୱତ, ଶାଶ୍ୱତ। ସେ ଶାଶ୍ୱତଙ୍କୁ ଠେସ ଦେଇ ରଖାଯାଏ, ପ୍ରୟାସରତ ଥିଲା। ବୃହତ୍ତମ ଅନନ୍ତଙ୍କ ମଧ୍ୟ ପ୍ରସାରିତ ହୋଇଥିଲା। ଏବଂ ସେ ଯୋଉ ଦି ହାଇଟ୍ ଷ୍ଟ୍ରୋଭ ଟୁ ନେଭର ଇଟର୍ନିଟି, ଦି ଲାର୍ଜେଷ୍ଟ ୱାଇଡେନ୍ଡ ଇନଟୁ ଦି ଇନଫିନାଇଟ, ଅନନ୍ତଙ୍କ ମଧ୍ୟକୁ ସେ ବିସ୍ତାରିତ ହେଇକି ରହିଥିଲା। ଆପଣ ଦେଖନ୍ତୁ ଏଇଠି ଗୋଟେ କନଫ୍ୟୁଜନ ହବ, ଅନନ୍ତ କଣ ପୁଣି ଶାଶ୍ୱତ କଣ? ଅନନ୍ତଟା ତଳେ ଅନନ୍ତ ରହିଛି, ତାର ଶେଷ ନାହିଁ। ଆଉ ଇଟର୍ନାଲ ହେଲେ ଶାଶ୍ୱତ। ତେଣୁ ସେ ତଳେ ଥିଲା ଅନନ୍ତ, ଉପରେ ରହିଲା ଇଟର୍ନିଟି, ଶାଶ୍ୱତ। ଏବଂ ବୃହତ୍ତମ ଅନନ୍ତଙ୍କ ମଧ୍ୟକୁ ପ୍ରସାରିତ ହୋଇଥିଲା ଏବଂ ଶାଶ୍ୱତଙ୍କର ନୈକଟ୍ୟ ହେଇଥିଲା। ଆପଣ ଗୋଟେ କଳ୍ପନା କରନ୍ତୁ, ଗୋଟେ ଜିନିଷ ବିସ୍ତୃତ ହେଇକି ରହିଛି, ସିଏ ପୁଣି ସ୍ପର୍ଶ କରିଛି ସବୁ ସୂକ୍ଷ୍ମ ତତ୍ତ୍ୱ, ସେ ସବୁ ରକ୍ଷିତ ହେଇଛି, ସେଇଠି ରହିଥିଲା, ପ୍ରସାରିତ ହେଇଥିଲା। ଆଚ୍ଛା,
तापरे कौन हला बट दो इमोर्टल माइटी एंड डिवाइन द फास्ट रियलम were close and kin to the human mind चमत्कार वर्णना ये जो फास्ट रियलम ये जो हायर माइंड से हायर माइंड टा केमते थिला इमोर्टल हायर माइंड टा होची इमोर्टल एवं माइटी शक्तिशाली एवं डिवाइन दिव्य जदियो ये अमर थिला पराक्रमशाली थिला दिव्य थिला किंतु सेगुड़ा सब कौन होता प्रथम राज्य सब मानव मन प्रति निकटतर सजाति थिला अर्थात हायर माइंड टा मानव स्तर निकटवर्ती से मनीष सहजरे हायर माइंड ऊपर को उठी जाए बेसी साधना दरकार नहीं मनीष हायर माइंड उठी जाए हायर माइंड रु सब जिनस तत्व सब तैयारी अवश्य अनेक गुड़ाक सब इल्यूजन माइंड रु पुणी इंट्यूटिव माइंड रु कि हायर माइंड रु जो बड़ बड़ कविता भल लेखा भल साहित्य भल काव्य ग्रंथ एगुड़ा सब जो लेखा जाए सब हायर माइंड रु आए कारण हायर माइंड टा क्लोजर टू द ह्यूमन माइंड मानविक मन को हायर माइंड टा क्लोजर थाए से कथाटी से कहते दि फास्ट रियलम अर्थात हायर माइंड वर क्लोज हायर माइंड टा गोटे नुहे रियलम्स प्रथम राज्य सब सब हायर माइंड गोटे राज्य भिन्न भिन्न तार सब पर्याय अच्छे कौन थी ए राज्य सब मानव मनर निकटतर होता है तेणु से हायर माइंड रे ए पार्थिव मन सहजरे प्रवेश कर पारे तार निकटतर होता है स्वजाति थिला शब्दटा देखु किन किन अर्थ स्वजाति स्वजाति थिला अर्थ से जातिर थिला से जो मन को धरिकी बर्तमान आम रिजनिंग माइंड करुचे रिजनिंग माइंड टा हायर माइंड रो स्वजाति एवं ता निकटर थाए रिजनिंग माइंड परे हायर माइंड ता निकटर थाए तार स्वजाति थिला सेमानकर देवता माने आमर महत्तर चिंताधार पथ सब प्रस्तुत करते देखो कि चमत्कार वर्णना सेमानकर देवता माने कहार ये जो प्रथम राज्य ये जो हायर माइंड रो देवता माने हायर माइंड राज्य रो देवता माने कौन करती आमर महत्तर चिंताधार पथ प्रस्तुत करती आमे जो महत्तर चिंता करू से रास्ता आमको पकाती एवं आमको से प्रति सचेतन करती किए ए राज्य रे थिवा देवता माने हायर माइंड रे थिवा देवता माने ये प्रस्तुत करती सेमानकर सामर्थ्य एक भग्नांश आमर होई पारे जेहेतु एमान आमको प्रस्तुत करते मनर निकटतर पार्थिव मनर निकटतर तेणु से गोटे भग्नांश आमको दे पारती ये जो हायर माइंड रो एक भग्नांश किछि अंश आम भितर को आसिले आम उच्चतर चिंता करिपारू उच्चतर काव्य लिखिपारू उच्चतर वर्णना करिपारू ये सब जिन जो हायर माइंड रू आसे यही देवता माने पथ प्रस्तुत करी तार किसी भग्नांश आमको दे आहरी कौन हुए सेमानकर सामर्थ्य एक भग्नांश आमर होई पारे दीज ब्रेड्स वर नॉट टू ब्रॉड फॉर आवर सोल्स टू रेंज ए हायर माइंड रो जो प्रस्त आम आत्मार परिक्रमार परिसर प्रति से सब प्रसार राजी अत्यंत प्रसारित होता है तार जो प्रसार से प्रसार एवं आम आत्मांकर परिक्रमार परिसर आत्मार सोल्स रेंज परिसर ताड़ को प्रसारित होता है अत्यंत प्रसारित होता है सेमानंकर उच्चता मानव आशा निमित्त अत्यधिक उच्च नथिला सेमानंकर उच्चता मानव आशा निमित्त अत्यधिक उच्चतर नथिला हायर माइंड टा अत्यधिक उच्च न थाए तेणु मनरे ताकू धारण करी हुए
ରିଜନିଂ ମାଇଣ୍ଡ ଦ୍ୱାରା ତାକୁ ଧାରଣ କରି ହୁଏ। ରିଜନିଂ ମାଇଣ୍ଡ ସେ ନିକଟରେ ଥିବାରୁ, ମନର ଜ୍ଞାତି ହୋଇଥିବାରୁ, ମନର ସଜାତି ହୋଇଥିବାରୁ ତାକୁ ହାୟର ମାଇଣ୍ଡକୁ ଧରିକିରି ନାନା ପ୍ରକାର ଜିନିଷ ସୃଷ୍ଟି କରାଯାଇପାରେ। ଏଇ କଥାଟା କହୁଛନ୍ତି ସେମାନଙ୍କର ଉଚ୍ଚତା ମାନବ ଆଶା ନିମିତ୍ତ ଅତ୍ୟଧିକ ଉଚ୍ଚ ନଥିଲା। ମାନବ ଆଶା କଲେ ତାକୁ ନେଇପାରେ, ଆକୁ ଉଚ୍ଚ ବେଶୀ ନାହିଁ। ଜଣେ ଚିନ୍ତା କଲେ ଉଚ୍ଚତର ଚିନ୍ତା ତା ଭିତରକୁ ପ୍ରବେଶ କରିପାରେ। ଏବଂ ହାୟର ମାଇଣ୍ଡର ଯୋଉ ଚିନ୍ତା, ହାୟର ମାଇଣ୍ଡ ଯୋଉ ଚିନ୍ତାକୁ ତିଆରି କରେ ସେଟା ମଣିଷ ଭିତରକୁ ଆସିପାରେ। 11:05 ମୁଁ ଭାବୁଛି ଟିକେ ବ୍ରେକ୍ ନବା କି? ଟିକେ ବ୍ରେକ୍ ନବା। ଏଟା 5 ହେଇନି, 4 ହେଇଛି। ଆମେ ଆସିବା 14:15 ବେଳକୁ ଆସିବା ଆଉ। ଶୁଣ, ଆମେ ସେକେଣ୍ଡ ସେସନକୁ ପ୍ରବେଶ କରିବା। ତା ପୂର୍ବରୁ ଗୋଟେ କଥା ମୋ ମନକୁ ଆସିଛି କହିଦଉଛି। ଆପଣ ଯଦି ଇଂଲିଶ ଗୁଡାକୁ ପଢିଥିବେ ବୋଧ ହୁଏ କିଛି ବୁଝି ହେଇନଥିବ। ମୋର ଯେମିତି ହେଇଥିଲା। ମୁଁ ପ୍ରିପେୟାର କରିବା ପୂର୍ବରୁ ଯେତେବେଳେ ଇଂଲିଶ ତାକୁ ପଢିଲି, ମୁଁ କିଛି ବୁଝିପାରିଲିନି କଣ କହିବି ଆପଣ ମାନଙ୍କୁ। ମୁଁ ତ କିଛି ବୁଝିପାରୁନି ନିଜେ, ଆପଣ ମାନଙ୍କୁ କଣ ବୁଝେଇବି? ସେଇଠୁ ଏକାନ୍ତରେ ବସିକିରି ଏକାଗ୍ର ହେଇ ମାଙ୍କୁ ପ୍ରେୟାର କଲି। ଏବଂ ମାଙ୍କୁ ପ୍ରେୟାର କଲି, ମାଙ୍କୁ କହିଲି ଏ କଥା, ମୁଁ କହିଲି ମା ଆପଣ ମତେ ଏଥିରେ ଏଙ୍ଗେଜ କରନ୍ତୁ। ଆପଣ ପ୍ରତିଶ୍ରୁତି ଦେଇଛନ୍ତି ଯେ ମୋ ପାଖରେ ରହିବେ, ସହାୟତା କରିବେ। ବର୍ତ୍ତମାନ ଯେହେତୁ ମାକୁ ବୁଝିପାରୁନି, ଆପଣ ମତେ ଟିକେ ନ ବୁଝେଇଲେ ମୁଁ କାଲି କଣ କ୍ଲାସରେ କହିବି? ଆପଣ ମତେ ଟିକେ ବୁଝାନ୍ତୁ। କିଛି ସମୟ ନୀରବ ରହିଲି। ତାପରେ ଯେତେବେଳେ ଆକୁ ପହଞ୍ଚିଲେ, ଆପଣ ବିଶ୍ୱାସ କରନ୍ତୁ ଏ ଓଡିଆ ଗୁଡାକ ସବୁ ତା ଆପେ ଆପେ ଆସିଲା। ମା କେମିତି ସାହାଯ୍ୟ କରନ୍ତି ଦେଖନ୍ତୁ। ଏ ଓଡିଆ ଗୁଡା ଯୋଉ ଗୁଡା ଲେଖିଛି, ଆପଣ ଓଡିଆ ଗୁଡାକୁ ପଢିଲେ ବହୁତ ଜିନିଷ ବୁଝିପାରିବେ। ଇଂଲିଶ ଠାରୁ ବୁଝି ହବ। ଏଇ ଯୋଉ ଓଡିଆ ଗୁଡା ସବୁ ମା କହିଛନ୍ତି, ମୁଁ ଖାଲି ଲେଖିଦେଇଛି। ମୋର ଏଇଟା ବିଶ୍ୱାସ। ଏବଂ ମା ଖାଲି ମତେ କହିଛନ୍ତି, ମୁଁ ତାକୁ ଲେଖିଦେଇଛି। ସେ ଲେଖାଟି ଆପଣଙ୍କୁ ବର୍ତ୍ତମାନ ପଢିକି ଶୁଣଉଛି। ଏନିୱେ ଆମେ ବର୍ତ୍ତମାନ ଯିବା ସେଇଠିକୁ। The first realm were close and kin to the human mind. Their deities shape our greater thinking strayed. ଏ ଯୋଉ ଡେଇଟିସ୍ ଆସିଲା, ସେ ରାଜ୍ୟର ହର୍ତ୍ତାକର୍ତ୍ତା ମାନେ, ସେମାନଙ୍କୁ ଦେବତ୍ୱର ଜିନିଷ କୁହାଯାଏ। କାରଣ ଏଇ ଭୂମିରେ ଆଗକୁ ଗଲେ, ଏଇ ଭୂମିରେ ହିଁ ମନ୍ତ୍ର ତିଆରି ହୁଏ। ଏବଂ ମନ୍ତ୍ରକୁ ଯେହେତୁ ଆମ ଶାସ୍ତ୍ରରେ ଦେବତା ବୋଲି କୁହାଯାଇଛି, ତେଣୁ ଏଇ ଭୂମି ଗୁଡାକରେ ମନ୍ତ୍ର ତିଆରି ହୁଏ। ସେଇ ସବୁ ଜିନିଷ, ସେଥିପାଇଁ ସେଗୁଡାକରେ ଯୋଉ ସେମାନେ ଯୋଉ ସବୁ ତାର କର୍ତ୍ତା ରହିଛନ୍ତି, ସେମାନଙ୍କୁ ସବୁ ଡେଇଟିଜ୍ ବା ଦେବାଦେବୀ ବୋଲି କୁହାଯାଏ। ତେଣୁ ସେଇ ଦେବଦେବୀ ମାନେ ଆମ ପାଇଁ ପ୍ରସ୍ତୁତ କରନ୍ତି ବୁଝିବା ପାଇଁ। ଏବଂ ସେମାନଙ୍କର ସାମର୍ଥ୍ୟର ଏକ ଭଗ୍ନାଂଶ ଆମର ହୋଇପାରେ। ଆମର ଆତ୍ମା ମାନଙ୍କର ପରିକ୍ରମାର ପରିସର ପ୍ରତି ସେ ସବୁ ପ୍ରସାରିତ ହୋଇ, ଅତ୍ୟନ୍ତ ପ୍ରସାରିତ ହୋଇ ନଥିଲେ। ଆମର ଆତ୍ମା ମାନଙ୍କର ପରିକ୍ରମାର ପ୍ରତି ସେ ସବୁ ପ୍ରସାରିତ କାଜି ଅତ୍ୟନ୍ତ ପ୍ରସାରିତ ନଥିଲେ। Not too broad. These beings were not too high for human hope. ସେମାନଙ୍କର ଉଚ୍ଚତା ମାନବର ଆଶା ନିମିତ୍ତ ଅତ୍ୟଧିକ ଉଚ୍ଚ ନଥିଲା।
ମୁଁ ସେଟା ଭୁଲ କହିଥିଲି ଆପଣମାନଙ୍କୁ, ଉଚ୍ଚତର ଥିଲା ବୋଲି କହିଥିଲି। ସେମାନଙ୍କର ଉଚ୍ଚତା ମାନବର ଆଶା ନିମିତ୍ତ ଅତ୍ୟଧିକ ଉଚ୍ଚ ନଥିଲା। A triple flight led to this triple world. ଫ୍ଲାଇଟ ବୋଲେ ଉଡିବା ବୋଲି ଆମେ ଜାଣିଛୁ, କିନ୍ତୁ ଆମେ ଯେତେବେଳେ ଗୋଟେ ଷ୍ଟେପରେ ଉପରକୁ ଉଠୁ ଗୋଟେ ପ୍ରକାର ସେ ଫ୍ଲାଇଟ ଉପରକୁ ଯାଉ। ତେଣୁ ସେ ପାହାଚ ଶ୍ରେଣୀକୁ ମଧ୍ୟ ଫ୍ଲାଇଟ କୁହାଯାଏ, ଟ୍ରିପଲ ଫ୍ଲାଇଟ କୁହାଯାଏ। ଫ୍ଲାଇଟ ଅର୍ଥ ସେଥିପାଇଁ ଅର୍ଥ କରାହେଇଛି ତ୍ରିଧା ସୋପାନ ଶ୍ରେଣୀ, ଟ୍ରିପୁଲ ଫ୍ଲାଇଟ। ତ୍ରିଧା ସୋପାନ ଶ୍ରେଣୀ ସେଇ ତ୍ରିଧା ଜଗତକୁ ମାନବକୁ ଚାଳିତ କରି ନେଇଥାଏ। ବୁଝିହେଲା? although abrupt for a common strength to tread, तथापि तार ऊर्ध्वगामी उठाणी, its upward slope looks down on our earth poise. ଏଇଟା କଣ ହେଲା? ଏ ଯୋଉ ପାହାଚ ଶ୍ରେଣୀ ସବୁ ଉପରକୁ ପଡିଛି, ଏ ତ୍ରିଧା ସୋପାନକୁ ଯିବା ପାଇଁ ଯୋଉ ପାହାଚ ଶ୍ରେଣୀ ଉପରକୁ ପଡିଛି, ଏସବୁ ସୋପାନ ଶ୍ରେଣୀ ତ୍ରିଧା ଜଗତକୁ ଆମକୁ ଚାଳିତ କରି ସେଠିକି ନିଏ। ଆମେ ଯଦି ଚାହୁଁ ତାହେଲେ ଉଚ୍ଚତର ମନକୁ ଯାଇପାରୁ। ସେଇ ଯାକୁ ଯିବା ପାଇଁ ଏ ଦେବଦେବୀ ମାନେ ଆମକୁ ବାଟ କରାନ୍ତି। ଯଦିଓ ସାଧାରଣ ସାମର୍ଥ୍ୟ ସବୁ ନିମିତ୍ତ ଉଠି ଚାଲିବା ଲାଗି ଏକାନ୍ତ ତୀର୍ଯ୍ୟକ ଥିଲେ, ଜଣେ ସାଧାରଣ ବ୍ୟକ୍ତି ବିଶେଷ ଶିକ୍ଷା, ବିଶେଷ ମାନସିକ ବିକାଶ ଘଟି ନଥିବା ବ୍ୟକ୍ତି, ଯୋଉ ମାନସିକରେ ଆମର ରହିଛି ବିଚାର ଶକ୍ତି ବଢିଥାଏ, ରିଜନିଂ ମାଇଣ୍ଡ ବଢିଥାଏ, ସେ ସବୁ ଘଟି ନଥିବା ସାଧାରଣ ସାମର୍ଥ୍ୟ, ତା ନିମିତ୍ତ ଏଟା ଅତ୍ୟନ୍ତ ତୀର୍ଯ୍ୟକ। ତୀର୍ଯ୍ୟକ କାହାକୁ କୁହାଯାଏ? ସ୍ଲୋପ। ସିଧାସଳଖ ଭାବେ ଉଠିଥିବା ଜିନିଷକୁ ତୀର୍ଯ୍ୟକ କୁହାଯାଏ, ସ୍ଲୋପ। ଆପଣ ଯଦି ଷ୍ଟେପ୍ସ ଥିବେ ସିନା ପଳେଇବେ, ଏ ପାହାଡର ଗୋଟେ ତଳ ଅଂଶରୁ ଉପର ଅଂଶକୁ ସିଧା ଗଲା ବେଳକୁ ଷ୍ଟେପ୍ସ ଅଛି, ଷ୍ଟେପ୍ସ ନଥିବ, ତୀର୍ଯ୍ୟକ ହେଇଥିବ। ସେ ତୀର୍ଯ୍ୟକ ଥିଲା, ସେ ସାଧାରଣ ଲୋକଙ୍କ ପାଇଁ ତୀର୍ଯ୍ୟକ ଥିଲା। ଆହୁରି କଣ ଥିଲା? ଏସବୁ ସତ୍ୱେ ଇଟ୍ସ ଅପୱାର୍ଡ ସ୍ଲୋପ ଲୁକ୍ସ ଡାଉନ ଅନ୍ ଆୱାର ଆର୍ଥ ପଏଜ। ଆମେ ଯୋଉଠି ଠିଆ ହେଇଛୁ ଆର୍ଥରେ, ପୃଥିବୀର ଯୋଉ ଧାରାରେ ଆମେ ଠିଆ ହେଇଛୁ, ସିଆଡକୁ ସେ ଦୃଷ୍ଟିପାତ କରୁଥିଲା ତଳୁ। ତାର ଊର୍ଦ୍ଧ୍ୱଗାମୀ ଉଠାଣିର ସ୍ଥିତି, ଊର୍ଦ୍ଧ୍ୱଗାମୀ ଉଠାଣି ଯୋଉଠିକି ସ୍ଥିତି, ଆମ ପାର୍ଥିବ ସ୍ଥିତି ସୀମା ଉପରେ ଆନତ ହୋଇ ଦୃଷ୍ଟିପାତ କରୁଥିଲା। On a silent, on a slant, not too precipitously steep, one could turn back, traveling deep descending lines to commune with the mortals universe. ଏଠି କହିଦେଲେ ଯେ ସିଏ ଚାହୁଁଥିଲା ଅର୍ଥ କଣ? ସେ ଯୋଉ ଉଠାଣିର ସ୍ଥିତି, ଆମ ପାର୍ଥିବ ସ୍ଥିତିକୁ ଊର୍ଦ୍ଧ୍ୱରୁ ଚାହୁଁଥିଲା ଅର୍ଥ କଣ? ଚାହୁଁଥିଲା ଅର୍ଥ ହଉଛି ଅତ୍ୟନ୍ତ ଦୂରାରୋହ୍ୟ ତୀଖ ହୋଇନଥିବା, ସେଟା ଅତ୍ୟନ୍ତ ଦୂରାରୋହ୍ୟ, ତାକୁ ଚଢା ଯାଇ ପାରିବ। ଆରୋହ୍ୟ ଦୂରାରୋହ୍ୟ, ସହଜରେ ଉଠି ନ ପାରିବା, ସହଜରେ ଚଢି ନ ପାରିବା ହଉଛି ଦୂରାରୋହ୍ୟ। ତୀଖ, ଏତେ ତୀଖ ନଥିଲା, ସିଏ ହୋଇନଥିଲା। ଏକ ନିମ୍ନ କ୍ରମର, ଏକ କ୍ରମନିମ୍ନ ସ୍ଥାନ ଉପରେ। କ୍ରମନୀୟ ସ୍ଥାନ କଣ? ଷ୍ଟିଫ ହଉଛି କ୍ରମନିମ୍ନ। ଆମେ ଯେମିତି ଇଂରାଜୀରେ ଷ୍ଟିଫ କହୁଛୁ, ସିଏ ହଉଛି କ୍ରମନୀୟ। ଧୀରେ ଧୀରେ ଆସ୍ତେ 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 ଷ୍ଟେପ ବାଇ ଷ୍ଟେପ ତଳକୁ ଯିବାଟା ଷ୍ଟିଫ କୁହାଯାଏ, କ୍ରମନିମ୍ନ ଶ୍ରେଣୀ। ସେଇ କ୍ରମନିମ୍ନ ଶ୍ରେଣୀର କଣ ହେଇଥିଲା? ଏକ କ୍ରମନିମ୍ନ ସ୍ଥାନ ଉପରେ ଗଭୀର ନିମ୍ନଗାମୀ ପଥରେଖା ଯାତ୍ରା କରି ସୁଦ୍ଧା, ଦେଖନ୍ତୁ କେମିତି କୁହାହେଇଛି, ଏ ହାୟର ମାଇଣ୍ଡ ଲେଭଲଟା ଏଭଳି, ଜଣେ ଉପରକୁ ଉଠିକିରି ହାୟର ମାଇଣ୍ଡ କି ପଳେଇଲେ
तार ऊर्ध्वरे रहिले बी सेठू तळकू देखि हबो एवं सेठू एटा स्टीप नथिला तेणु जणे सहजरे पार्थिव जगत को ओल्हेई पारिबो। एटा चमत्कार वर्णना देखिलो जणे हायर माइंड रे बास करथुवा गोटे लोक जणे भल कवि जणे भल लेखक हायर माइंड रे उच्चतर चिंता करथुवा लोक सीए पृथ्वी को स्पर्श करथो सहजरे अवतरण करी आसी परिबो। अन्य कथा कुआ जाउनी ए भूमि रे आसी परिबो। से कहउचंदी नश्वर विश्व सहित आमर विश्व आम होची नश्वर मृत्युशील आज अच्छी परिवर्तनशील मृत्युशील होची ता सहित आदान प्रदान करे तलू आसो पुणी उपरकू जीव आदान प्रदान करे टू कम्यून फेरी आसी पारे पश्चात गमन है फेरी आसी पारे सहजरे जी उपरकू जाइथियो टर्न बैक तलू अच्छी फेरी आसी पारे टर्न बैक टा तलू आसी अर्थ the mighty one wardness of the ascending stair who intercede with the all creating word there waited for the pilgrim heaven bound soul holding the thousand keys of the beyond. They proffered their knowledge to the climbing mind and lifted the life with thoughts immensities. आरोहणी सोपान श्रेणी पराक्रमी तत्वावधारक ये जो आरोहण जड़े उच्चतर मन को आरोहण कर से आरोहण जो सोपान श्रेणी आरोहण सोपान श्रेणी पराक्रमशाली तत्वावधारक गण एठी जो तत्वावधारक अच्छा भूमि रे जो आगुरी कहगला ये डेटी माने अच्छा देवदेवी माने अच्छा से जो तत्वावधारक अच्छा जो माने सर्वस्रष्टा महाकाल सहित मध्यस्थता करती सर्वस्रष्टा महाकाल एठी जहाँ सब सृष्टि हुए महाकाल सब सृष्टि करे महाकाल गोटे सृष्टि करने क्षमता अच्छी परिवर्तनशील तेणु महाकाल प्रति मुहूर्त परिवर्तन होची प्रति मुहूर्त जिन सृष्टि करुच्ची केते जिनस विलय होची सृष्टि चली से जो महाकाल सर्वस्रष्टा महाकाल से सर्व सब किसी की सृष्टि करुवा महाकाल सहित मध्यस्थता करती से महाकाल सहित आमर मन सहित महाकाल सहित मध्यस्थता करती किए ये वार्डन माने यही तत्वावधारक गण यही जगत रे जी तत्वावधारक अच्छा एवं तापर कौन कहते देयर वेटेड फॉर द पिलग्रिम हेवन बाउंड सोल तीर्थयात्री स्वर्गाभिमुखी आत्मा पाई तीर्थयात्री स्वर्गाभिमुखी आत्मा जो आत्मा तीर्थयात्री होकर स्वर्गाभिमुखी करुथिबो से आत्मा मानक पाई आत्मा मानक पाई सेठारे से माने अपेक्षा करी रही देखो कि चमत्कार कथा जो आत्मा माने तीर्थयात्री होकर ऊर्ध्व को उठिए हायर माइंड रे सब जो प्रतिनिधि गण अपेक्षा करथांती से मानको नबापे एवं से मानको अपेक्षा करथांती परात्परंकर सहस्र सहस्र चाबी धारण परात्पर को खोलिबा परात्पर को जानिबा परात्पर को बुझिबा एथिपई जो सब चाबी पड़ी रही सहजरे बुझी हेबनी से चाबी गुड़ाक से धरिकी से माने अपेक्षा करथांती जो आत्मा माने ऊर्ध्व को जीवे से मानक पई से माने आरोहण रत मन सहित से मानकर ज्ञान प्रदान कर जो मनटी आरोहण करने को चाहूची ऊर्ध्व को जावाई चाहूची से मनर
ସେଇ ମନକୁ ଜ୍ଞାନ ପ୍ରଦାନ କରନ୍ତି ଏମାନେ, ସେଇ ମନକୁ ଜ୍ଞାନ ପ୍ରଦାନ କରନ୍ତି। ଆମ ପାଖକୁ ଯଦି ଗୋଟେ ଉଚ୍ଚତର ଜ୍ଞାନ ଆସିଲା, ୟାକୁ ଦିଅନ୍ତି କିଏ? ସେଇ ତଦାରଖ ଗଣ, ସେଇ ଯୋଉ ମଝିରେ ଥିବା ଅଭିଭାବକ ଗଣ, ସେମାନେ ସବୁ ଏଇ କଥା ଗୁଡା କରନ୍ତି। ସେଇ ଯୋଉ ହାୟର ମାଇଣ୍ଡରେ ଥିବା ଅଭିଭାବକ ଗଣ ଆହୁରି କଣ କରନ୍ତି ସେମାନେ? ପରାତ୍ପରଙ୍କର ସହସ୍ର ସହସ୍ର ଚାବି ଧାରଣ କରି, ହୋଲ୍ଡିଂ ଦି 1000 keys of the beyond, ସେମାନେ ଆରୋହଣରତ ମନ ନିମିତ୍ତ ସେମାନଙ୍କର ଜ୍ଞାନ ପ୍ରଦାନ କରନ୍ତି। ସେ ଗୋଟେ ପ୍ରୋଫାଇଲ ବୋଲି ଗୋଟେ ଶବ୍ଦ ଅଛି। ଅଫର କରୁଛୁ ମାନେ ଆମେ କଣ କରୁଛୁ? ଦାନ କରୁଛୁ, ଦଉଛୁ। ପ୍ରୋଫେଡ ବୋଲି ପ୍ରୋ ଗୋଟେ ଲାଗିଛି, ସେ ପ୍ରୋଫେଡ ର ଅର୍ଥ ପ୍ରାୟ ସେଇଆ। ଇଏ ପ୍ରୋଫେଡ ଦେର ନଲେଜ, ସେମାନଙ୍କ ଜ୍ଞାନକୁ ଆମକୁ ଦାନ କରନ୍ତି ଉର୍ଦ୍ଧ୍ୱକୁ ଯିବାକୁ ଯୋଉମାନେ ଚାହାନ୍ତି, ଏବଂ ପରମ ଚିନ୍ତାର ସକଳ ଅସୀମତା ସହିତ ଜୀବନକୁ ପୂର୍ଣ୍ଣ କରନ୍ତି। ଦେଖନ୍ତୁ, ପରମ ଚିନ୍ତା ଆମ ଜୀବନକୁ ସାଧାରଣ ଭାବରେ ଆସିନଥାଏ। ଯୋଉ ମନ ଚାହିଁବ ପରମ ଚିନ୍ତା ପାଇଁ, ସେମାନଙ୍କର ସେଇ ପରମ ଚିନ୍ତାର ସକଳ ଅସୀମତା, ପରମ ଚିନ୍ତା ହଉଛି ତାର ସୀମା ନାହିଁ। ପରମଙ୍କ ବିଷୟରେ ଚିନ୍ତା କରିବାର ସୀମା ନାହିଁ। ସେଇ ଅସୀମ ପରମ ଚିନ୍ତାକୁ ଆଣିକିରି ଆମ ଜୀବନରେ ପୂର୍ଣ୍ଣ କରିଦିଅନ୍ତି। ଅର୍ଥାତ୍ ଯୋଉ ମନ ଚାହିଁବ, ଯୋଉ ମନ ଉର୍ଦ୍ଧ୍ୱକୁ ଯିବା ପାଇଁ ଚାହିଁବ, ଏମାନେ ସହାୟତା କରି ସେମାନେ ଆମ ଜୀବନକୁ ପୂର୍ଣ୍ଣ କରିଦିଅନ୍ତି। ସେମାନେ ହେଲେ ନିଗୁଢ ପରମ ବିଧାନର ଭବିଷ୍ୟ ଜ୍ଞାନ ସମ୍ବଳିତ ଦେବୀ ପ୍ରବକ୍ତା ବ୍ୟାଖ୍ୟାକାର। ଦି ପ୍ରଫେଟ Hierophants of the occult law, the flame bright hierarchs of the divine truth, interpreters between man's mind and God's, they bring the immortal fire to mortal man. ଆହୁରି ସେମାନେ କଣ କରନ୍ତି? ଏସବୁ ଯାକ ଯୋଉ କୁହାଯାଇଛି କିଏ କରେ? ସେ ୱାର୍ଡନ ମାନଙ୍କ, ଯୋଉ ୱାର୍ଡନ ଶବ୍ଦ ବ୍ୟବହାର କରାହେଲାନି, ତତ୍ୱାବଧାରକ, ଏଇ ଭୂମିର ତତ୍ୱାବଧାରକ, ତାଙ୍କ ବିଷୟରେ କୁହାଯାଇଛି। ସେମାନେ ହେଲେ ନିଗୁଢ ପରମ ବିଧାନର ଭବିଷ୍ୟ ଜ୍ଞାନ। ପ୍ରଫେଟ ମାନେ କଣ? ହିରୋଫାଣ୍ଟ, ହିରୋଫାଣ୍ଟ ଅଫ ଅକଲ୍ଟ ଲ। ଅକଲ୍ଟ ଲ ହଉଛି ନିଗୁଢ ପରମ ଜ୍ଞାନ, ଏଲ କ୍ୟାପିଟାଲ। ନିଗୁଢ ପରମ ବିଧାନ ହେଲା ଅକଲ୍ଟ। ଭବିଷ୍ୟ ଜ୍ଞାନ ସମ୍ବଳିତ ଅର୍ଥ ହଉଛି ହିରୋଫାଣ୍ଟସ। ଦୈବୀ ପ୍ରବକ୍ତା ହେଲେ ପ୍ରଫେଟ, ବ୍ୟାଖ୍ୟାକାର। ଏଣୁ ହିରୋଫାଣ୍ଟ ହଉଛି ଭବିଷ୍ୟ ଜ୍ଞାନ ସମ୍ବଳିତ। ସେ କଥାକୁ ସେମାନେ କଣ କରନ୍ତି? ସେମାନେ ହେଲେ ନିଗୁଢ ପରମ ବିଧାନର ଭବିଷ୍ୟ ଜ୍ଞାନ ସମ୍ବଳିତ ଦୈବୀ ପ୍ରବକ୍ତା, ବ୍ୟାଖ୍ୟା କରନ୍ତି, ସେମାନେ କରିଦିଅନ୍ତି ଦୈବୀ ପ୍ରବକ୍ତା। ପ୍ରଫେଟ ମାନେ ଦୈବୀ ପ୍ରବକ୍ତା, ଯୋଉମାନେ ଭବିଷ୍ୟତ ଜ୍ଞାନ କହନ୍ତି, ଭବିଷ୍ୟତ କଥା କହନ୍ତି। ଏବଂ ତଥା ଦିବ୍ୟ ପରମ ସତ୍ୟର ଜାଜୁଲ୍ୟମାନ ସମୁଚ୍ଚ ପୁରୋହିତ ଗଣ। ସେମାନେ ଆହୁରି କିଏ? ସେମାନେ ଫ୍ଲେମ୍ ବ୍ରାଇଟ୍ ହାୟରାର୍ଚିସ୍, ଫ୍ଲେମ୍ ବ୍ରାଇଟ୍ ଜାଜୁଲ୍ୟମାନ ସମୁଚ୍ଚ ପୁରୋହିତ ଗଣ ଅର୍ଥ ହଉଛି ହେରାର୍ଚିସ୍ ଅଫ୍ ଦି ଡିଭାଇନ୍ ଟ୍ରୁଥ। ଦିବ୍ୟ ପରମ ସତ୍ୟର ଜାଜୁଲ୍ୟମାନ ସମୁଚ୍ଚ ପୁରୋହିତ ଗଣ ସେମାନେ ହଉଛନ୍ତି, ସେମାନେ ପୁଣି ସେମାନେ ମାନବର ମନ ଏବଂ ଭଗବାନଙ୍କର ମଧ୍ୟସ୍ଥ ବ୍ୟାଖ୍ୟାକାର ଗଣ। ମାନବର ମନ ଯିଏ ଚାହୁଁଛି ଉପରକୁ ଯିବା ପାଇଁ, ମାନବର ମନ ଆଉ ଭଗବାନଙ୍କର ମଧ୍ୟସ୍ଥତା ହେଉଛି ବ୍ୟାଖ୍ୟାକାରୀ ହେଇ ତାକୁ ବୁଝାନ୍ତି। ଚାହିଁବା ଉପରେ କେତେ ଗୁରୁତ୍ୱ ଦିଆହେଇଛି ଦେଖନ୍ତୁ।
आस्पृहा उपरे केते गुरुत्व दिया देखो मनरे ताकू चाहिबाकू पड़िबो आउ छाड़ ये जन्म तो है आर जन्म को अपेक्षा करवा किए एत परिश्रम कोठे कि बुझी होनी सरीगला कथा ये जन्मर कथा सरीगला मत जड़े कहले एबे आ कौन परिवर्तन हम वयस्क हो गला कोठे माँ एक कथा कही प्रत्येक मुहूर्त जड़े वयस्क बोली चिंता न करी प्रत्येक मुहूर्त जड़े परिवर्तन हो पार प्रत्येक बयस जड़े परिवर्तन हो पार परिवर्तित हो पार नुआ नुआ जिनस ग्रहण करी परिवर्तित हो पार बयस किसी संपर्क ना सेमती एठी से जो व्याख्याकार गणती आमको से माने नश्वर मान मान निमित्त अमर बन्ही आनयन करते से मनीष जदि चाहब मनीषर मन जदि चाहब मु सियाड़ को जीवी यहाँ है मूल जिन आम जब कहू ना आमको परिश्रम किए कर रही था तुमको एमती जावाक पड़ो एवं ना 10 जन्म जावाक पड़ो कारण तुम से रास्ता तुम जो भितर आत्मा अच्छा से आत्मा से जिनस को धरिकी तुम भितर अच्छा लक्ष्य है मु परात्पर पर्यंत पहुंची एवं से जेते जन्म लागू कि जाए से नहीं जेते दुख कष्ट भितर देखी जो कि जाए से नहीं मत मोर किंतु लक्ष्य है परात्पर को प्रकाश करवा पूर्ण रूपे से हूँ आत्मार लक्ष्य कहते जगह तेणु आत्मार लक्ष्य जो से पहुंचा आत्मा ये अटकी जीव आम किंतु आत्मा आड़ को आम मनभूमि बदलैले आत्मा आमको टेकिकी से नब आम जब आस्पृहा करनी आम जो असु से थाऊ आम द्वारा हो पारे कहले से थी पुणी 10 वर्ष पर आसो आ परिवर्तन तुम भर हबनी ये से कहते मानवर मन भगवान मध्य व्याख्या व्याख्याकारी गण से माने नश्वर मानव निमित्त अमर बन्ही आनयन करती अमर बन्ही इमोर्टाल फायर अमर आलोक आम से आणती आम मन कले से आम अमर आलोक आणवी आमको आम भितर प्रवेश करेंगे तापर कौन कहले इरिडेसेंट होल्डिंग द इनविजिबल आहरी से माने कौन इंद्रधनु परी नाना रंग धारणकारी इरिडेसेंट अर्थ हूँ इंद्रधनु इंद्रधनु जिन सप्त रंग थाए नाना रंग थाए से माने मध्य नाना रंग धारणकारी अदृश्य रूपायितकारी जो अदृश्य शक्ति जो अदृश्य भगवान ताकू आम भितर रूपायित करें से जो अधिक ज्ञान को रूपायित आम भितर रूप दे पारे आम भितर आनी पारे the guardians of the eternal's bright degrees परम शाश्वतर उज्ज्वल हो उठार क्रियाधारार अभिभावक गण the guardians अभिभावक eternal's bright degree डिग्री अर्थ गोटे 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 भाग रू आ गोटे भाग आ गोटे भाग आउट उठा डिग्री एवं सेटा हूँ कौन उज्ज्वल हो उठार क्रियाधारा डिग्री हूँ हो उठार क्रियाधारा आगू आगू जीवार क्रियाधारार अभिभावक गण से परम शाश्वत आड़ को आम जावाई आमको से उठिकी नहीं पारे fronted the sun in radiant phalanxes परम सूर्य विरोध में मुहामुही होइथिबा साधारण उद्देश्य निमित्त एकत्रित एक ज्योतिर्मय बाहिनी फालानक्स हूँ ज्योतिर्मय ए बाहिनी रेडिएंट अर्थ हूँ ज्योतिर्मय परम सूर्य विरोध में मुहामुही होइथिबा फ्रंटियर सामना सामनी होइथिबा परम सत्य को जानिया सामना सामनी मुहामुही
ସାଧାରଣ ଉଦ୍ଦେଶ୍ୟ ନିମିତ୍ତ ଏକତ୍ରିତ ହୋଇ ଏକ ଜ୍ୟୋତିର୍ମତ ବାହିନୀ ସେମାନେ ହେଲେ ଇୟା afar they seemed a symbol imagery illumined originals of the shadowy script in which our sight transcribes the ideal ray or icons figuring a mystic truth, but nearer God's and living presence. ଜିନିଷଟା ପଢିଲେ କିଛି ବୁଝା ପଡୁନି ବହୁ ଦୂରରୁ ସେମାନେ ପ୍ରତୀକ ଭଳି ମନେ ହୁଅନ୍ତି ସେମାନେ ସବୁ ପ୍ରତୀକ ଭଳିଆ ସିମ୍ବଲ ଭଳିଆ ମନେ ହୁଅନ୍ତି ଏସବୁ ଯୋଉ ବର୍ଣ୍ଣନା ହେଇଛି ଗୋଟେ ସବୁ ସେଇ ୱାର୍ଡର ମାନଙ୍କ ବିଷୟରେ ଏ ସବୁ ଯାକ ଜିନିଷ କୁହାଯାଇଛି ୱାର୍ଡର ମାନଙ୍କ ବିଷୟରେ ସେଇ ରାଜ୍ୟରେ ଥିବା ତତ୍ତ୍ୱାବଧାରକ ମାନଙ୍କ ବିଷୟରେ ବହୁ ଦୂରରୁ ସେମାନେ ପ୍ରତୀକ ଭଳି ଛବି ମନେ ହୁଅନ୍ତି ପୁଣି ସେମାନେ ହେଲେ ଛାୟାମୟ ଲିପିର ଉଦ୍ଭାସିତ ମୂଳ ବସ୍ତୁମାନ illumined originals the shadowy script ଛାୟାମୟ ଲେଖା ଯୋଉ ଛାୟାମୟ ଅର୍ଥାତ୍ ଦେଖାଯାଉନି ଝାପସା ଝାପସା ଯୋଉ ସବୁ ପ୍ରତିଲିପି ଅଛି ସେ ଛାୟାମୟ ଲିପି ଛାୟାମୟ ଲିପି ଉଦ୍ଭାସିତ ମୂଳ ବସ୍ତୁ illumined originals ଉଦ୍ଭାସିତ ମୂଳ ବସ୍ତୁ ଯେଉଁଥିରେ ଆମର ଦୃଷ୍ଟି ଆଦର୍ଶ ମହାଜ୍ୟୋତି ରେଖାର ପ୍ରତିଲିପି ଅଥବା ଏକ ପ୍ରକ୍ଷଦର୍ଶୀ ଓ ଅନୁଭବୀ ମହାସତ୍ୟକୁ ପ୍ରତୀକାତ୍ମକ ଦେବମୂର୍ତ୍ତି ପ୍ରସ୍ତୁତ କରେ କିନ୍ତୁ ନିକଟତର ହେଲେ ସେମାନେ ହୁଅନ୍ତି ଦେବବୃନ୍ଦ ଏବଂ ଜୀବନ୍ତ ଦିବ୍ୟ ଉପସ୍ଥିତି ଏଠି କଣ ହେଲା ନା ବହୁ ଦୂରରୁ ସେମାନେ ପ୍ରତ୍ୟୟ ହୁଅନ୍ତି ଆମକୁ ଛବି ପରି କିନ୍ତୁ ସେମାନେ ହେଲେ ଛାୟାମୟ ଲିପିର ଉଦ୍ଭାସିତ ମୂଳ ବସ୍ତୁ ଯୋଉ ଛାୟାମୟ ଲିପି ଅଛି ଯୋଉଗୁଡାକ ଦେଖାଯାଉନି ଝାପସା ଝାପସା ଲାଗୁଛି ତାର ଯୋଉ ମୂଳ ବସ୍ତୁକୁ ଉଦ୍ଭାସିତ କରନ୍ତି ଆଲୋକିତ କରି ଦେଖାନ୍ତି ସେମାନେ ଯୋଉଟା ଛାୟାମୟ ଥାଏ ଏ ଯେଉଁମାନେ ଆମର ଦୃଷ୍ଟି ଆଦର୍ଶ ଯେଉଁଥିରେ ଆମର ଦୃଷ୍ଟି ଆଦର୍ଶ ମହାଜ୍ୟୋତି ରେଖାର ପ୍ରତିଲିପି ଯୋଉଟାକ ହେଇଥାଏ ଆମ ଦୃଷ୍ଟି ଆଦର୍ଶ ମହାଜ୍ୟୋତିର ପ୍ରତିଲିପି ଅଥବା ଏକ ପ୍ରତ୍ୟକ୍ଷଦର୍ଶୀ ଓ ଅନୁଭବୀ ପରମ ସତ୍ୟକୁ ପ୍ରତୀକାତ୍ମକ ଦେବମୂର୍ତ୍ତି ପ୍ରସ୍ତୁତ କରେ ଅଥବା ଏକ ପ୍ରତ୍ୟକ୍ଷଦର୍ଶୀ ଆଇକନ ଏକ ପ୍ରତ୍ୟକ୍ଷଦର୍ଶୀ ଏବଂ ଅନୁଭୂତି ପରମ ଅନୁଭବୀ ମିଷ୍ଟିକ ଟା ହଉଛି ପ୍ରତ୍ୟକ୍ଷଦର୍ଶୀ ଏବଂ ଅନୁଭୂତି ପରମ ସତ୍ୟକୁ ପ୍ରତୀକାତ୍ମକ ଦେବମୂର୍ତ୍ତି ଆଇକନ୍ସ ଫିଗରିଂ ପ୍ରତୀକାତ୍ମକ ଦେବମୂର୍ତ୍ତିରେ ପ୍ରସ୍ତୁତ କରେ ଏବଂ ମହାଜ୍ୟୋତିର ପ୍ରତିଲିପି ହେଇଥାଏ ସେଇ ସବୁ ପ୍ରତିଲିପିକୁ ଆମକୁ ଦେଖାନ୍ତି ସେମାନେ ଆଲୋକ ପକେଇକି but nearer God's and living presence କିନ୍ତୁ ନିକଟତର ହେଲେ ଦେଖନ୍ତୁ ସବୁ ସୂତ୍ର ଶ୍ରୀ ଅରବିନ୍ଦ ବତେଇଛନ୍ତି ଆମେ ଯେତେବେଳେ ସେମାନଙ୍କର ନିକଟତର ହଉ ସେଇ ୱାର୍ଡନ ମାନଙ୍କର ଯେତେବେଳେ ନିକଟତର ହଉ ସେମାନେ କଣ କଲେ ସେମାନେ ହୁଅନ୍ତି ଦେବବୃନ୍ଦ
ଆମେ ଯଦି ତାଙ୍କ ନିକଟତର ହଉଛୁ ଆମ ସାମ୍ନାରେ ସେମାନେ ଦେବବୃନ୍ଦ ଭଳିଆ ଠିଆ ହେବେ ଏବଂ ଜୀବନ୍ତ ଦିବ୍ୟ ଉପସ୍ଥିତି। ଜୀବନ୍ତ ଦିବ୍ୟ ଉପସ୍ଥିତି ଅର୍ଥ ହଉଛି ପ୍ରେଜେନ୍ସ, ଲିଭିଂ ପ୍ରେଜେନ୍ସ, ପି କ୍ୟାପିଟାଲ। ଆମ ପାଇଁ ସେମାନେ ଦେବ ହେବେ ଏବଂ ପ୍ରେଜେନ୍ସ ହେବେ। ଏ ବାର୍ଥ ଅଫ ଭିଜନ ପ୍ରାୟ ସରି ଆସିଲାଣି, ଏ ପୃଷ୍ଠାଟା ଆଜି ଆଉ ହେଇପାରିବନି। ଏଇ ଯୋଉ 2-4 ଲାଇନ ପଢିଦବା। ନାଇଁ ସରିବନି, ପ୍ରାୟ ଲମ୍ବା ପେସେଜ ଅଛି। ଇଏ ଗୋଟେ ଲମ୍ବା 10-12 ଧାଡିର ପେସେଜ ଅଛି, ତେଣୁ ଆମେ ଆଉ ସେଆଡକୁ ଯାଇପାରିବାନି, ଟାଇମ ହେଇଗଲା। ମୁଁ ଭାବୁଛି ଆମେ ଏଠି କ୍ଲୋଜ କରିବା। ଆଉ ସବୁ ଯେହେତୁ ଆମେ ପ୍ରଥମ ପୃଷ୍ଠାକୁ ପଳେଇଲୁ, ଆଉ ଏ ବାକ୍ୟ ସରିଲାନି, ସେଥିରେ ପଳେଇଲା ଅନେକ ସମୟ, ନହେଲେ ସରିଯାଇଥାନ୍ତା। ଯାହା ହଉ ଆପଣ ମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଏବଂ ମା ଶ୍ରୀଙ୍କର ପାଦ ପଦ୍ମରେ କୃତଜ୍ଞତାର ସହିତ ମୁଁ ନିବେଦନ କରୁଛି ଯେ ତାଙ୍କରି ଅଶେଷ କୃପାରୁ, ତାଙ୍କରି ଅଶେଷ ସହାୟତାରୁ ଆମେ ଆଜି ଏଇ ସବୁ ଜଟିଳ ଲେଖାରୁ କିଛି ବୁଝିପାରିଲେ, ସେ କିଛି ବୁଝେଇଲେ ଏବଂ ବୁଝିପାରିଲେ। ସେଥିପାଇଁ ତାଙ୍କୁ କୃତଜ୍ଞତା ଜଣାଇ ଆଜିର କାର୍ଯ୍ୟକ୍ରମ ମୁଁ ଏଇଠି ରଖୁଛି। ଆପଣ ମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଦଉଛି ଏବଂ ନମସ୍କାର କରୁଛି। ଆପଣ ମାନେ ଯୋଗ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ ଦଉଛି। ବନ୍ଦେ ମାତରମ୍। ମାଙ୍କର ସବୁ କାର୍ଯ୍ୟ ସିଦ୍ଧି ହଉ, ଏଇ ମନୋଭାବ ସହିତ ଆପଣ ମାନେ ଫେରିଯାଆନ୍ତୁ।